जी, बोलिए। गुरु ब्रह्मा गुरुर्विष्णु गुरुदेव महेश्वर गुरुदेव परं ब्रह्म तस्मै श्री गुरवे नमः। अखण्डमण्डलकारं व्याप्तं येन चराचरं तत्पादं दशतं येन तस्मै श्री गुरवे नमः। अज्ञानतिमिरान्धस्य ज्ञानञ्जनशलाकया चक्षुरुन्मिलितं येन तस्मै श्री गुरवे नमः। स्थावरं व्याप्तं येन दृश्यं चराचरं तत्पादं दशतं येन तस्मै श्रीगुरवे नमः। छिद्रकेण प्रेणाप्तं त्रयं सचराचरं तत्पादं दशतं येन तस्मै श्रीगुरवे नमः। नाग्रहाधिकं तत्त्वनास्त्यधिकं तपः तत्त्वज्ञानं प्रणास्ति तस्मै श्रीगुरवे नमः। मन्नाथ श्रीजगन्नाथ मद्गुरु श्रीजगद्गुरु मदात्मा सर्वदात्मा तस्मै श्रीगुरवे नमः। गुरुरागणाधीश्य गुरुपरं दैवतं गुरुप्रणोदनास्ति तस्मै श्रीगुरवे नमः। ब्रह्मानन्दपरं सुखं केवलं ज्ञानमूर्ति दण्डातीतं गौरीसदृशं तत्संसाराधिलक्ष्यम् एकं नित्यं महामृतं सद्गुरुदीसात्मनं भावातीतं त्रिमूर्तं करुणस्थं नमामि सद्गुरुतं नमामि सद्गुरुतं नमामि। जय जय गुरु। जय गुरु। ବର୍ତ୍ତମାନ ସତ୍ୟାନୁଷ୍ଠାନ ପାଠ କରିବେ ଅଞ୍ଜନା ଦାସ ରାଇରଙ୍ଗପୁରରୁ। ଅଞ୍ଜନା ଦାସ ମା। ଅଞ୍ଜନା ମା। जय गुरु। ଜୟ ଗୁରୁ ମା। ପାଠ परम କରନ୍ତୁ। परम प्रेममय श्री श्री ठाकुर अनुकूल चंद्रଙ୍କର ଶ୍ରୀ ହସ୍ତ ଲିଖିତ ସତ୍ୟାନୁସରଣର ଓଡ଼ିଆ ଅନୁବାଦ ପାଠ। ଅର୍ଥ ମାନ ଯଶ ଇତ୍ୟାଦି ପାଇବା ଆଶାରେ ମୋତେ ଠାକୁର ସଜାଇ ଭକ୍ତ ହୁଅ ନାହିଁ। ସାବଧାନ ହୁଅ ଠକିଯିବ। ତୁମର ଠାକୁର ତ ଜାଗ୍ରତ ନ ହେଲେ କେହି ତୁମର କେନ୍ଦ୍ର ବି ନୁହନ୍ତି, ଠାକୁର ବି ନୁହନ୍ତି। ଫାଙ୍କି ଦେଲେ ତାହା ହିଁ ପାଇବ। ଭାରତର ଅବନତି ଡିଜେନେରେସନ୍ ସେହି ସମୟରୁ ଆରମ୍ଭ ହୋଇଅଛି ଯେଉଁ ସମୟରୁ ଭାରତବାସୀଙ୍କ ପାଖରେ ଅମୂର୍ତ୍ତ ଭଗବାନ ଅସୀମ ହୋଇ ଉଠିଛନ୍ତି। ଋଷିଙ୍କୁ ବାଦ ଦେଇ ଋଷିବାଦର ଉପାସନା ଆରମ୍ଭ ହୋଇଅଛି। ଭାରତ ଯଦି ଭବିଷ୍ୟତ କଲ୍ୟାଣକୁ ଆବାହନ କରିବାକୁ ଚାହଁ ତେବେ ସମ୍ପ୍ରଦାୟଗତ ବିରୋଧ ଭୁଲି ଜଗତର ପୂର୍ବ ଗୁରୁମାନଙ୍କ ପ୍ରତି ଶ୍ରଦ୍ଧା ସମ୍ପନ୍ନ ହୁଅ। ଆଉ ତୁମର ମୂର୍ତ୍ତ ଓ ଜୀବନ୍ତ ଗୁରୁ ବା ଭଗବାନଙ୍କ ପ୍ରତି ଆସକ୍ତ ଆଟାଚ୍ ହୁଅ ଏବଂ ସେହିମାନଙ୍କୁ ହିଁ ସ୍ୱୀକାର କର ଯେଉଁମାନେ ତାକୁ ଭଲ ପାଆନ୍ତି, କାରଣ ପୂର୍ବବର୍ତ୍ତୀଙ୍କୁ ଅଧିକାର କରି ହିଁ ପରବର୍ତ୍ତୀଙ୍କର ଆବିର୍ଭାବ। ସତ୍ୟାନୁସରଣ। ସଦ୍ଗୁରୁଙ୍କର ଶରଣାପନ୍ନ ହୁଅ, ସତ୍ ନାମ ମନନ କର ଆଉ ସତ୍ସଙ୍ଗ ଆଶ୍ରୟ ଗ୍ରହଣ କର। ମୁଁ ନିଶ୍ଚୟ କହୁଛି ତୁମକୁ ଆଉ ତୁମର ଉନ୍ନୟନ ପାଇଁ ଭାବିବାକୁ ହେବ ନାହିଁ। ତୁମେ ଭକ୍ତି ରୂପକ ଜଳ ତ୍ୟାଗ କରି ଆସକ୍ତି ରୂପକ ବାଲିଚଡ଼ା ପରି ବହୁ ଦୂର ଯାଅ ନାହିଁ। ଦୁଃଖ ରୂପକ ସୂର୍ଯ୍ୟ ତାପ ପରେ ବାଲିଚଡ଼ା ଗରମ ହେଲେ ଫେରି ଆସିବା ମୁସ୍କିଲ ହେବ। ଅଳ୍ପ ଉତ୍ତପ୍ତ ହେଉ ଯଦି ଫେରି ନ ଆସିପାର ତେବେ ସୁଖୀ ମରିବାକୁ ହେବ। ଓମ୍ ଶାନ୍ତି ଶାନ୍ତି ଶାନ୍ତି। ଜୟ ଗୁରୁ। ଜୟ ଗୁରୁ। ବର୍ତ୍ତମାନ ନାରୀ ନୀତି ପାଠ କରିବେ କ୍ଷିତିଜା ଗିରିମା ରାଇରଙ୍ଗପୁରରୁ। କ୍ଷିତିଜା ମା। ଜୟ ଗୁରୁ। ଜୟ ଗୁରୁ। परम प्रेममय श्री श्री ठाकुर अनुकूल चंद्रଙ୍କ ଶୃଙ୍ଖ ନିଷ୍ଠୁତ ବାର୍ଣ୍ଣା ନୀତି ଗ୍ରନ୍ଥ ଓ ଧ୍ୟାନ ମହତ ଗୁଣର କେତୋଟି। ଆଦର୍ଶରେ ଅନୁପ୍ରାଣତା, ସେବାରେ ଦକ୍ଷତା, କାର୍ଯ୍ୟରେ ନିପୁଣତା, କଥାନିଷ୍ଠତା, ସହାନୁଭୂତି, ବ୍ୟବହାରରେ ସମ୍ବର୍ଦ୍ଧନା ଏଗୁଡ଼ିକ ମହତ ଗୁଣ। ବାଣୀ ସଂଖ୍ୟା 14। ସ୍ୱସ୍ତି ସ୍ୱସ୍ତି ସ୍ୱସ୍ତି। ଜୟ ଗୁରୁ। ଜୟ ଗୁରୁ ମା। ବର୍ତ୍ତମାନ ପୂଜନୀୟ ସାଧନା ଦିଦିଙ୍କ ରଚିତ ପ୍ରାର୍ଥନା ପରିବେଷଣ କରିବା ପାଇଁ ମୁଁ ରାଇରଙ୍ଗପୁର ସୁଚିସ୍ମିତା ମାଙ୍କୁ ଅନୁରୋଧ କରିବି। ସୁଚିସ୍ମିତା ମା। ଜୟ ଗୁରୁ ମା। ଜୟ ମାତୃ ଗୁରୁ। ସମ୍ମିଳନୀରେ ପ୍ରଥମ ସ୍ତ୍ରୋତ ପାଠ ପୂଜନୀୟ ସାଧନାଦି ରଚିତ ପ୍ରାର୍ଥନା। ମୋର ଇଷ୍ଟ, ମୋର ଆଦର୍ଶ, ଆଜିଠାରୁ ମୋ ଜୀବନ ତୁମର। ତୁମର ବୃଦ୍ଧି ମୋ ବୃଦ୍ଧିକୁ ସ୍ପର୍ଶ କରୁ।
ତୁମର ପ୍ରତିଷ୍ଠା କରିବା ହିଁ ମୋ ଜୀବନର ସର୍ବପ୍ରଧାନ ବ୍ରତ ହେଉ। ନାରୀର ନୀତି ତୁମେ କହିଛ, ତୁମେ କଲ୍ୟାଣୀ ରୂପେ, ସତୀ ରୂପେ, ନାରୀ ରୂପେ ମୋତେ ମୋର ବୈଶିଷ୍ଟ୍ୟରେ ବର୍ଦ୍ଧନଶୀଳ ଦେଖିବାକୁ ଚାହଁ। ଶପଥ କରୁଛି ମୋ ଜୀବନର ପ୍ରତିଟି ମୁହୂର୍ତ୍ତରେ ମୁଁ ତୁମର ଏହି ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବି। ତୁମେ ସୁସ୍ଥ ଓ ଦୀର୍ଘାୟୁ ହୁଅ। ମୋ ଜୀବନ ମୁଁ ତୁମକୁ ଅର୍ଘ୍ୟ ଦେଉଛି। ତୁମେ ଉଚ୍ଛଳ ହୋଇ ଉଠ, ପୁଲକ, ଜୀବନ, ଯଶ ଆଉ ମହାନ ସମ୍ବେଗରେ। ନାରୀ ମୁଁ, ଅମୃତର ଅଧିକାରିଣୀ, ଆଶୀର୍ବାଦ କର। ଯେପରି ଏହି ଅଶେଷ ଅମୃତ ନେଇ ନିପୀଡ଼ିତ, ବ୍ୟଥିତ, କର୍ମିଷ୍ଠ, ଆଦର୍ଶ ଅନୁପ୍ରାଣ ନରକୁ ମୁଁ ଅପୂର୍ବ ପ୍ରାଣନ ସ୍ନାନରେ ସ୍ନାତ କରି ତୁମରି ଆଡକୁ ମୁଁ ଆହୁରି ଆଗେଇ ଦେଇପାରେ। ତୁମେ ମୋତେ ଭଲ ପାଇବାର ଅଧିକାରିଣୀ କରିଛ। ମୁଁ ମୋର ସକଳ ଭଲ ପାଇବା ନିଃଶ୍ୱାସିତ କରିଦେଇ ତୁମକୁ ସ୍ୱରେ ଓଜଦୀପ୍ତ ଜୀବନମୟ ଦେଖିବାକୁ ଚାହେଁ। ତୁମେ ଏହି ଶୁଭ କ୍ଷଣରେ ଆଶୀର୍ବାଦ କର, ଯେପରି ମୁଁ ଏହିପରି ଭାବେ ହିଁ ମୋର ଚଳନରେ ତୁମକୁ, ତୁମର ଇଚ୍ଛାକୁ ମୂର୍ତ୍ତ କରି ତୁମର ମହାନ ଅଭିଯାନକୁ ଅବିରୋଧ କରିଦେଇପାରେ। ମୋର ଅସ୍ଥି ବୃଦ୍ଧିର ପରମ ଉଦ୍ଧାତା, ମୋର ପ୍ରିୟ ପରମ, ଜନ୍ମ ଜନ୍ମାନ୍ତରର ବହୁ ତପସ୍ୟା ଫଳରେ ତୁମକୁ ପାଇଛୁ ଆମେ। ଆମମାନଙ୍କର ଏହି ଜୀବନରେ ସାର୍ଥକ ହୋଇଛି ଆମମାନଙ୍କ ଜନ୍ମ। ଧନ୍ୟ ହୋଇଛୁ, କୃତାର୍ଥ ହୋଇଛୁ ତୁମରି ଚରଣ ସ୍ପର୍ଶ କରି। ଯୁଗ ପରେ ଯୁଗ ତପସ୍ୟା କରି ମଧ୍ୟ ଯାହାଙ୍କୁ ଦେବତାମାନେ ମୂର୍ତ୍ତ କରି ତୋଳି ପାରି ନାହାନ୍ତି, କେତେ ପୁଣ୍ୟ ଫଳରେ ସେଇ ତୁମକୁ କରିଛି ମୂର୍ତ୍ତ। ଅରୂପ ଭଗବାନଙ୍କୁ କରିଛି ମଣିଷ ଭଗବାନ। ଦୟାଲ, କେତେ ଭାଗ୍ୟ ଆମର। ପ୍ରିୟତମ, ଆଜି ଏହି ଶୁଭ କ୍ଷଣରେ ତୁମରି ଚରଣରେ କେବଳ ଏହି ପ୍ରାର୍ଥନା ଆମର। ତୁମେ ଦୀର୍ଘାୟୁ ହୁଅ, ସୁସ୍ଥ ହୁଅ, ସୁଖୀ ହୁଅ। ତୁମର ଇଚ୍ଛା ହିଁ ପୂର୍ଣ୍ଣ ହେଉ। ଆଉ ଆମମାନଙ୍କୁ ସେଇ ପ୍ରେରଣା ଦିଅ ଯାହା ଆମମାନଙ୍କୁ ସକ୍ଷମ କରିଦେବ ବଞ୍ଚିବା ବଢିବାର ଅପୂର୍ବ ସୌରଭ ଛିଞ୍ଚି ସପାରିପାର୍ଶ୍ୱିକ ଆମମାନଙ୍କୁ ତୁମରି ଜୀବନ ବୃଦ୍ଧି ଅନୁକୂଳ କରି ଗଢି ତୋଳିବ। ଓଗ ଦରଦୀ ବନ୍ଧୁ, ମୋର ସର୍ବସ୍ୱ, ତୁମେ ହିଁ ମୋର ଜୀବନ। ମୁଁ ଜାଣେ ତୁମ ପରି ବନ୍ଧୁ, ତୁମ ପରି ପ୍ରିୟ ମୋର ଆଉ କେହି ନାହିଁ। ତୁମର ପ୍ରତି କର୍ମରେ, ପ୍ରତିଟି ଭଙ୍ଗୀରେ ମୋର ଏହି ବିଶ୍ୱାସ ଦୃଢତର ହୁଏ। ଆଶୀର୍ବାଦ କର ଦୟାଲ, ମୁଁ ଯେପରି ମୁହୂର୍ତ୍ତକ ପାଇଁ ବି ଭୁଲେ ତୁମେ ମୋର ପ୍ରେଷ୍ଟ, ତୁମେ ମୋର ଅନୁକୂଳ, ତୁମେ ମୋର ଶ୍ରେଷ୍ଠ। ତେଣୁ ପ୍ରାର୍ଥନା ଦାସୀର ତୁମର ଜୀବନ ଚିର ବର୍ଦ୍ଧନରେ ବର୍ଦ୍ଧିତ ହୋଇ ଉଠୁ। ତୁମର ବୃଦ୍ଧି ମୋର ବୃଦ୍ଧିକୁ ସ୍ପର୍ଶ କରୁ। ମୋର ନାରୀତ୍ୱ ଧନ୍ୟ ହେଉ, ସାର୍ଥକ ହେଉ ତୁମର ନାରୀର ନୀତି ପ୍ରତିପାଳନରେ। ଓଗୋ ପ୍ରିୟ ରାଜଧିରାଜ ସମ୍ରାଟ, ତୁମେ ଥାଅ, ତୁମେ ବଞ୍ଚ ଆମମାନଙ୍କ ଜୀବନ ଚଳନାରେ। ପ୍ରତି ପଦକ୍ଷେପରେ ଧ୍ୱନିତ ହୋଇ ଉଠୁ ସ୍ୱସ୍ତି, ସ୍ୱସ୍ତି, ସ୍ୱସ୍ତି। ବନ୍ଦେ ପୁରୁଷୋତ୍ତମ। ଜୟ ଗୁରୁ। ଜୟ ଗୁରୁ ମା, ଜୟ ଗୁରୁ। ବର୍ତ୍ତମାନ ପୁରୁଷୋତ୍ତମଙ୍କର ପାঁଚାଲି ପାଠ କରିବା ପାଇଁ ମୁଁ ଭୁବନେଶ୍ୱରରୁ ଭାଗ୍ୟଶ୍ରୀ ଭଞ୍ଜଦେବ ମାଙ୍କୁ ଅନୁରୋଧ କରିବି। ଭାଗ୍ୟଶ୍ରୀ ମା। ଜୟ ଗୁରୁ ମା, ସମସ୍ତଙ୍କୁ ଜୟ ଗୁରୁ। ଜୟ ଗୁରୁ ମା, ଆରମ୍ଭ କରନ୍ତୁ। ଶ୍ରୀ ଠାକୁରଙ୍କର ପାଞ୍ଚାଲି ପାଠ। তোরা শোনে ভাই বলে যাই পাঞ্চা বাড়ার পথ, যে পথে চলেছে ঠাকুর অনুকূলের রথ। শোনো পুণ্য কথা, শোনো পুণ্য কথা, তার বারতা কহি বিবরণ। যে কথা শুনিলে হয় পাপ বিমোচন। এলো সোনার মানুষ, এলো সোনার মানুষ, মহাপুরুষ অনুকূল রায়। পাপি তাপি উদ্ধারিতে সোনার বাংলায়। গ্রাম হিমায়তপুরে, গ্রাম হিমায়তপুরে, পদ্মা তীরে জেলা পাবনায়। শিবচন্দ্র চক্রবর্তী অতি সদাশয়। মাতা মনমোহিনী, মাতা মনমোহিনী, তার গৃহিণী অতি পুণ্যবতী। যার গৃহে জন্ম নিলেন ত্রিলোকের পতি। করে গৃহে আলোক, করে গৃহে আলোক, প্রেমময় ঠাকুর অনুকূল। যার লক্ষ লক্ষ শিষ্য পূজে চরণ রাতুল। তার রূপ দেখে,
তার রূপ দেখে ভাব দেখে কহনা না যায়, ভুবন মোহন রূপে সবারে ভুলায়। শোনো তার মহিমা, শোনো তার মহিমা, মাধুরিমা নাই পারাবার। নর রূপে এলো সে যে দেবে অবতার। শোনো ধর্মের কথা, শোনো ধর্মের কথা, তার বার্তা অতি চমৎকার। বাঞ্ছা বাড়াই অর্থনীতি, ধর্ম করো সার, করো খাদ্য বিচার, করো খাদ্য বিচার, সদাচার ঋষি বাক্য পালো, প্রতিবেশীর সেবা করে ইষ্ট পথে চলো। এ তো আর্য নীতি, এ তো আর্য নীতি, ধর্ম নীতি, হিংসা দ্বেষ ছাড়ো। হিন্দু বৌদ্ধ মুসলমান যে যার পথে চলো, পালো বর্ণাশ্রম, পালো বর্ণাশ্রম, কর প্রেম ইষ্ট কর্ম কর। যজন যাজন নিষ্ঠবৃত্তি যথাবিধি পালো, পালো স্বস্ত্যয়নী, পালো স্বস্ত্যয়নী, মহান বাণী পালন কর ভাই। এই জগতে নাম রেশম মোষদর নাই, এ তো বাঞ্চার পথ, এই তো বাঞ্চার পথ, ভিন্ন মত অন্য কিছু নাই। বিধিমতে অনুলোমে বিয়ে করো ভাই, গড়ো আর্য সমাজ, গড়ো আর্য সমাজ, বাড়াও ধাঁচ আর্য কৃষ্টি রাখো। বুদ্ধ ঈশাই রসুল কৃষ্ণে সমান চোখে দেখো, তারাই পূর্বতন, তারাই পূর্বতন, বর্তমান ঠাকুর অনুকূল। তার বিধি মেনে চলো, কাটাও মনের ভুল, পাবে মহাশান্তি, পাবে মহাশান্তি, যাবে ভ্রান্তি, পাবে সত্য যুগ। কালো বাজার ভ্রষ্টাচার যাবে মহারোগ, ভাইরে ভয় নাই, ভাই রে ভয় নাই, টান ভাই অনুকূলের রথ। ধর্ম নষ্ট নাহি হবে, পাবে বাঞ্চার পথ। এই সৎসঙ্গে, এই সৎসঙ্গে মহারাগে করো বিহার। অধম সন্তান ভজে পদ যুগল তার, জয় পুরুষোত্তম, জয় পুরুষোত্তম, রসুল নাম বুদ্ধ যিশু নাম। শ্রী চৈতন্য শ্রী অনুকূল কৃষ্ণ ঘন শ্যাম, বন্দে পুরুষোত্তম, বন্দে পুরুষোত্তম, বন্দে পুরুষোত্তম। জয় গুরু। ଜୟ ଗୁରୁ ମା, ଜୟ ଗୁରୁ। ଆଜି ପରମ ପୂଜ୍ୟ ଆଶିଷ ବରଦାଙ୍କର 110ତମ ଜନ୍ମତିଥି ଉତ୍ସବ ଉପଲକ୍ଷରେ ଆଜି ଆମର ଏଇ ରାଇରଙ୍ଗପୁର ସତ୍ସଙ୍ଗ ବିହାର ଆନୁକୂଲ୍ୟରେ ଏଇ ସ୍ପେଶାଲ ମାତୃ ସମ୍ମିଳନୀର ଆୟୋଜନ କରାଯାଉଛି। ଉପସ୍ଥିତ ସମସ୍ତଙ୍କର ଇଷ୍ଟୀଭୂତ ଜୀବନ ମୁଁ ମୋ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରେ। ଆଜିର ଗୁରୁ ବନ୍ଦନା କଲେ ରୂପାଲି ଦାସ ମା ରାଇରଙ୍ଗପୁରରୁ, ସତ୍ୟାନୁଷ୍ଠାନ ପାଠ କଲେ ଅଞ୍ଜନା ଦାସ ମା ରାଇରଙ୍ଗପୁରରୁ, ନାରୀ ନୀତି ପାଠ କଲେ କ୍ଷିତିଜା ଗିରି ମା ରାଇରଙ୍ଗପୁରରୁ, ପୂଜନୀୟ ସାଧନା ଦିଦିଙ୍କ ରଚିତ ପ୍ରାର୍ଥନା ପରିବେଷଣ କଲେ ସୁଚିସ୍ମିତା ପଟ୍ଟନାୟକ ମା ରାଇରଙ୍ଗପୁରରୁ, ପାଞ୍ଚାଲି ପରିବେଷଣ କଲେ ଭାଗ୍ୟଶ୍ରୀ ଭଞ୍ଜଦେବ ମା ଭୁବନେଶ୍ୱରରୁ। ଏଇ ସମସ୍ତଙ୍କର ଏବଂ ସେମାନଙ୍କର ସମସ୍ତଙ୍କର ପରିବାରର ଇଷ୍ଟୀଭୂତ ଜୀବନ ମୁଁ ମୋର ପ୍ରଭୁଙ୍କ ପାଖରେ ପ୍ରାର୍ଥନା ଜଣାଏ। ବର୍ତ୍ତମାନ ଆମେ ଭଜନ ନୈବେଦ୍ୟ ବର୍ତ୍ତମାନ ଆରମ୍ଭ ହେବା ପାଇଁ ଯାଉଛି। ପ୍ରଥମ ଭଜନଟି ପରିବେଷଣ କରିବା ପାଇଁ ମୁଁ ବାଙ୍ଗାଲୋରରୁ, ସୁଦୂର ବାଙ୍ଗାଲୋରରୁ ଆମ ସାଙ୍ଗରେ ଯୋଡି ହେଇଛନ୍ତି ଅଞ୍ଜନା ନାୟକ ମା, ମୁଁ ତାଙ୍କର ଆମନ୍ତ୍ରଣ ଜଣାଉଛି, ସେ ତାଙ୍କର ଭକ୍ତି ପରିବେଷଣ କରିବେ। ଅଞ୍ଜନା ମା, ଅଞ୍ଜନା ମା, ଜୟ ଗୁରୁ। ଜୟ ଗୁରୁ ମା, ଜୟ ଗୁରୁ ମା, ଆରମ୍ଭ କର। ଆଜ୍ଞା, ସମସ୍ତଙ୍କୁ ମୋର ଜୟ ଗୁରୁ। ସୁନ୍ଦର ରୂପ ତୁମ, ହୃଦୟ ଚିତ୍ର ସମ। ସୁନ୍ଦର ରୂପ ତୁମ, হৃদয় চিত্র সম। বিরাজে অবিরাম, বিরাজে অবিরাম। পারে না দেখে যাহা মুঝে, পারে না দেখে যাহা
मुझे अंध मु प्रियतमा 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 सुंदर रूप तुम हृदय चित्र सम सुंदर रूप तुम हृदय चित्र सम नयन देखे जाहा सबु तो तुम छाया प्रकटी चराचरे व्यापीछि तुम काया नयन देखे जाहा सबु तो तुम छाया प्रकटी चराचरे व्यापीछि तुम काया पारिना बुझी जाहा मुझे पारिना बुझी जाहा मुझे माया रे होई भ्रम प्रियतमा प्रियतमा सुंदर रूप तुम हृदय चित्र सम आनंद रस धारा बहई रस सारा से प्रेम पारा पारी भासंती ग्रह तारा आनंद रस धारा बहई रस सारा से प्रेम पारा बारे भासंती ग्रह तारा विषादे दिशहारा मुझे विषादे दिशहारा मुझे भूली तुम्हारी नाम प्रियतमा प्रियतमा सुंदर रूप तुम हृदय चित्र सम आलोके आलोकित इमहि पुलकित सबुठी प्रति प्राणे करुणा पीरत आलोके आलोकित इमहि पुलकित सबुठी प्रति प्राणे करुणा पीरत विषादे माने नाही मुझे विषादे माने नाही मुझे अज्ञान मूढ़सम प्रियतमा प्रियतमा सुंदर रूप तुम हृदय चित्र सम सुंदर रूप तुम हृदय चित्र सम विराजे अपिराम विराजे अपिराम पारिना देखी जा मुझे पारिना देखी जा मुझे
অন্ধ মো প্রিয়তম 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 সুন্দর রূপ তুম হৃদয়ে চিত্র সম হৃদয়ে চিত্র সম। জয় গুরু। ଜୟଗିରି ମା, ଖୁବ ସୁନ୍ଦର ସୁନ୍ଦର ରୂପ ତୁମ ହୃଦୟ ଚିତ୍ର ସମ। ଖୁବ ସୁନ୍ଦର ଭାବରେ ଆପଣ ଏଇ ଭକ୍ତି ଭରା ଭଜନଟି ପରିବେଷଣ କରିଛନ୍ତି। ପ୍ରଭୁଙ୍କ ପାଖରେ ଆପଣଙ୍କର ଏବଂ ଆପଣଙ୍କର ସମସ୍ତ ପରିବାରଙ୍କର ପଞ୍ଚ ମହାଜୀବନ ଇଷ୍ଟୀକୃତ ହେଇ ଉଠୁ, ଏହା ହିଁ ମୁଁ ପ୍ରାର୍ଥନା କରେ। ବର୍ତ୍ତମାନ ଆମେ ଦ୍ୱିତୀୟ ଭଜନ ପରିବେଷଣ କରିବା ପାଇଁ ଯାଉଛନ୍ତି କୋଲକାତାରୁ ମୋନାଲିସା ସାହୁ ମା। ମୋନାଲିସା ମା, ମୋନାଲିସା ମା ଆପଣ ଅଛନ୍ତି କି? ମୋନାଲିସା ମା, ସେ ବୋଧେ କୌଣସି କାରଣବଶତରୁ ଆମ ପାଖରେ ଯୋଡି ହେଇ ପାରିନାହାନ୍ତି, କାରଣ ତାଙ୍କର ଏଇଟା ଆମେ ଦେଖିପାରୁନୁ। বর্তমান ମୁଁ কলকাতাରୁ আমাদের রিনা চক্রবর্তী মা, ওনাকে আমি এখন আবেদন জানাবো, উনি একটা ভজন পরিবেশন করবেন। রিনা মা, হ্যাঁ জয়গুরু। কলকাতা। জয় গুরু মা। মা মা আপনি শুরু করুন মা। আচ্ছা আচ্ছা ঠিক আছে। আচ্ছা। জাগো লক্ষ্মী মায়ের দল, তোমরা না জাগিলে মাগো দেশের অমঙ্গল। জাগো লক্ষ্মী মায়ের দল, তোমরা না জাগিলে মাগো দেশের অমঙ্গল। আদ্যা শক্তি তোমরা নারী, ওয়ো না মা ব্যভিচারী। আদ্যা শক্তি তোমরা নারী, ওয়ো না মা ব্যভিচারী। জাগো তোমরা ধর্মে কর্মে, জাগো তোমরা ধর্মে কর্মে, হও না মা চঞ্চল। জাগো লক্ষ্মী মায়ের দল, তোমরা না জাগিলে মাগো দেশের অমঙ্গল। দেশের আশা তোমরা নারী লক্ষ্মী মায়ের দল, তোমরা দেশের সব ভরসা, তোমরা জাতির বল। দেশের আশা তোমরা নারী লক্ষ্মী মায়ের দল, তোমরা দেশের সব ভরসা, তোমরা জাতির বল। নারীর ধর্ম গৃহপানা, ইষ্ট পূজায় আরাধনা। নারীর ধর্ম গৃহপানা, ইষ্ট পূজায় আরাধনা। স্বামীর সেবায় উদ্দীপনা, স্বামীর সেবায় উদ্দীপনা, থাকবে অবিচল। জাগো লক্ষ্মী মায়ের দল, তোমরা না জাগিলে মাগো দেশের অমঙ্গল। জাগো লক্ষ্মী মায়ের দল, তোমরা না জাগিলে মাগো দেশের অমঙ্গল। তোমরা না জাগিলে মাগো দেশের অমঙ্গল। তোমরা না জাগিলে মাগো দেশের অমঙ্গল। জয় গুরু। জয় গুরু। ଜୟ ଗୁରୁ ମା, ଜୟ ଗୁରୁ। ମୋନାଲିସା ମା ଜଏନ୍ କଲେ କି? ହ୍ୟାଲୋ ଆଜ୍ଞା ଆଜ୍ଞା ମା ଜଏନ୍ କରିଛି। ମା ଆପଣ ଆରମ୍ଭ କରନ୍ତୁ। ଆଜ୍ଞା ଜୟ ଗୁରୁ। ଜୟ ଗୁରୁ। ଉପସ୍ଥିତ ସମସ୍ତଙ୍କୁ ମୋର ଆନନ୍ଦିତ ଜୟ ଗୁରୁ। ମୁଁ ଶ୍ରୀ ଶ୍ରୀ ଦାଦାଙ୍କର ଲେଖା ସଙ୍ଗୀତ ପରିବେଷଣ କରିବା ପାଇଁ ଚେଷ୍ଟା କରୁଛି। তোমার লাগি জেগে উঠে আমার পরাণে, আমার পরাণে
উঠে আমার পরাণে, আমার পরাণে। সুরগুলি সব ছড়িয়ে গেল, সুরগুলি সব ছড়িয়ে গেল, সকল ভুবনে ওগো তোমার লাগি জেগে উঠে আমার পরাণে, আমার পরাণে। ধাইল তারা দিনে রাতে তোমার পায়ে পরশ পেতে, ধাইল তারা দিনে রাতে তোমার পায়ে পরশ পেতে, এমনি করে নিত্য পূজা করে তোমার শুনি, এমনি করে নিত্য পূজা করি তোমার শুনি, তোমার লাগি জেগে উঠে আমার পরাণে, আমার পরাণে। সারা জীবন চলে মন আমার সুরের খেলা, তোমার পরাণ জাগে তাদের রাখে সকাল বেলা, সারা জীবন চলে মন আমার সুরের খেলা, তোমার পরাণ জাগে তাদের রাখে সকাল বেলা, বাসনা মন এমনি করি নিত্য তোমার চরণ ধরে, বাসনা মন এমনি করি নিত্য তোমার চরণ ধরে, পার হব গো ভবসাগর দয়াল তোমার শোনে, পার হব গো ভবসাগর দয়াল তোমার শোনে, তোমার লাগি জেগে উঠে আমার পরাণে, আমার পরাণে। সুরগুলি সব ছড়িয়ে গেল, সুরগুলি সব ছড়িয়ে গেল, সকল ভুবনে ওগো তোমার লাগি জেগে উঠে আমার পরাণে, আমার পরাণে, আমার পরাণে, আমার পরাণে। জয় গুরু মা।
জয়গিরি মা, খুব সুন্দর, খুব সুন্দর। তোমার লাগি জেগে উঠে আমার পরাণে, পরম ପୂଜ୍ୟ ବାସୀ ଶ୍ରୀ ଦାଦାଙ୍କର ଶ୍ରୀହସ୍ତ ଲିଖିତ ଏ ଖୁବ ସୁନ୍ଦର ଏକ ଭକ୍ତି ପରିବେଷଣ କଲେ ଆପଣ। ଖୁବ ସୁନ୍ଦର ସ୍ୱର ସଂଯୋଜନା କେବଳ ଦାଦାଙ୍କ ଦ୍ଵାରା ହିଁ ସମ୍ଭବ ଏମିତି ଭାବରେ ସ୍ୱର ସଂଯୋଜନା କରିବା। ମୋନାଲିସା ମାଙ୍କର ତାଙ୍କର ବ୍ୟକ୍ତି ଜୀବନ ଏବଂ ତାଙ୍କର ସମସ୍ତ ପଞ୍ଚମହାଜୀବନ ନିଶ୍ଚିତ ହେଇ ଉଠୁ ପ୍ରଭୁଙ୍କ ପାଖରେ ଆମେ ସମସ୍ତେ ପ୍ରାର୍ଥନା କରୁଛୁ। ରୀନା ଚକ୍ରବର୍ତ୍ତୀ ମା ବି ଖୁବ ସୁନ୍ଦର ଭାବେ ତାଙ୍କର ଭଜନ ପରିବେଷଣ କରିଥିଲେ। ଆମେ ସମସ୍ତେ ତାଙ୍କର ଏବଂ ତାଙ୍କ ପରିବାରର ଇଷ୍ଟପୁତ ଜୀବନ ପାଇଁ ସମସ୍ତେ ଆମେ ପ୍ରାର୍ଥନା ଜଣାଉଛୁ ପ୍ରଭୁଙ୍କ ପାଖରେ। বর্তমান ভজনের কার্যক্রম সরিয়েছি, বর্তমান কীর্তন পরিবেশনা করার পে আমাদের কাছে আজকে আমাদের খুব সৌভাগ্য, আমাদের পুণ্যতীর্থ দেওঘর থেকে আমাদের সাথে জুড়ে আছেন বোন নিশিখা মা এবং সন্দীপা মা। আমি উভয়কে আমন্ত্রণ জানাচ্ছি কীর্তন করার জন্য। বোন নিশিখা মা, জয়গুরু। জয়গুরু মা, আরম্ভ করুন। শোনা যাচ্ছে? হ্যাঁ মা, শোনা যাচ্ছে, খুব ভালো শোনা যাচ্ছে।
পিতা সকল জনায় মুক্তি পাবে পাপি তাপি কেউ দাঁড়াবে 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 ওরে চিত্ত সমর্পিত ওরে চিত্ত সমর্পিত ওরে চিত্ত সমর্পিত ওরে চিত্ত সমর্পিত সবাই ওরে চিত্ত সমর্পিত শান্তি পাবে সবাই এসেছে আমার এসেছে নানা পরম পিতা সকল জনায় মুক্তি পাবে পাপি তাপি কেউ দাঁড়াবে 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 ওরে চিত্ত সমর্পিত ওরে চিত্ত সমর্পিত ওরে চিত্ত সমর্পিত ওরে চিত্ত সমর্পিত শান্তি পাবে সবাই ওরে চিত্ত সমর্পিত শান্তি পাবে সবাই সকল জনায় মুক্তি পাবে পাপি তাপি কেউ দাঁড়াবে 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 ওরে চিত্ত সমর্পিত ওরে চিত্ত সমর্পিত ওরে চিত্ত সমর্পিত ওরে চিত্ত সমর্পিত শান্তি পাবে সবাই ওরে চিত্ত সমর্পিত শান্তি পাবে সবাই এসেছে আমার মনের মাঝে এসেছে করুণাটা পরম পিতা এসেছে করুণাটা পরম পিতা এসেছে করুণাটা পরম পিতা আয় ছুটি আয় আয় তোরা আয় ছুটি আয় আয় তোরা আয় ছুটি আয় আয় তোরা আয় ছুটি আয় আয় নীতা হারে মরণ করে আয় ছুটি আয় আয় তোরা নীতা হারে মরণ করে এসেছে আমার মনের মাঝে এসেছে করুণাটা পরম পিতা আমার মনের মাঝে এসেছে করুণাটা পরম পিতা আমার মনের মাঝে জয়গুরু মা, খুব সুন্দর। সন্দীপা মা, বর্ণিশিকা মা দেওঘর থেকে খুব সুন্দর উজ্জি ভরা কীর্তন করলেন। আমরা সত্যি খুবই আপ্লুত হয়েছি। আপনার এবং আপনাদের পরিবারের মঙ্গল কামনা আমি আমার প্রভুর কাছে প্রার্থনা করি। আপনারা এইভাবে পরিবেশন করুন কীর্তনা ঠাকুরের কাছে, আর আমাদের সবাইকে এইভাবে আপ্লুত করতে থাকুন। জয়গুরু মা। ଜୟଗୁରୁ। ଆମର କୀର୍ତ୍ତନ ଭଜନ କାମ କାର୍ଯ୍ୟକ୍ରମ ସରିଛି। ବର୍ତ୍ତମାନ ଇଷ୍ଟ ଆଲୋଚନା ଆଡକୁ ଆମେ ଯିବା। ଆମ ସାଙ୍ଗରେ ଆଜି ସୁଦୂର ପୁନେରୁ ଜ୍ୟୋତିର୍ମୟୀ ସାହାଣୀ ମା ଏବଂ ବାଙ୍ଗାଲୋରରୁ ସୁଲୋଚନା ଘୋଷ ମା ଆମ ସାଙ୍ଗରେ ଯୋଡି ହେଇଛନ୍ତି। ଖୁବ୍ ଇଷ୍ଟପ୍ରାଣ ମା। ଦୁଇ ଜଣଙ୍କ ପାଖରୁ ଆମେ ଆଜି ଇଷ୍ଟ ପ୍ରସଙ୍ଗ ଶୁଣିବା। ଆଜି ଶିଶୁ ବରଦାଙ୍କର 110ତମ ଜନ୍ମତିଥି ଉତ୍ସବ ଉପଲକ୍ଷରେ ଏଇ ସ୍ପେଶାଲ ଏଇ ମାତୃ ସମ୍ମିଳନୀରେ ସର୍ବପ୍ରଥମେ ମୁଁ ଜ୍ୟୋତିର୍ମୟୀ ସାହାଣୀ ମାଙ୍କୁ ଅନୁରୋଧ କରିବି ପୁନେରୁ ତାଙ୍କର ଇଷ୍ଟ ପ୍ରସଙ୍ଗ ରଖିବା ପାଇଁ। ଜ୍ୟୋତିର୍ମୟୀ ମା। ଜ୍ୟୋତିର୍ମୟୀ ମା। ମା ଜୟଗୁରୁ ମା, ଆରମ୍ଭ କରନ୍ତୁ ମା। ଆଜ୍ଞା। ନାଥ ଶ୍ରୀ ଜଗନ୍ନାଥ ମଦ୍ଗୁରୁ ଶ୍ରୀ ଜଗଦ୍ଗୁରୁ ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। परम दयाल परम दरदी शिष्य ठाकुर विश्व वंदनीय जगत जननी शिष्य लक्ष्मी माँ परम पूज्य पाद प्रधान आचार्य देव शिष्य पर्दा आजिर भरस श्री श्री राधांकर श्रीपाद पंकजरे मोर शतकोटि निष्ठ प्रणाम। आपण समस्त को मोर हार्दिक राय एवं जय गुरु। खूब कृतज्ञ आपण समस्त पाखरे आज पावन दिन रे मते सुजोग मिली ठाकुरंकर से माने सन बाय कल्चर जो ठाकुर कही कृष्टिजात संतान पुरुषोत्तमंकर तांकर आज लीला कीर्तन करिवार किछिटा सुजोग मते मिली। खूब कम समय सारिबा पई मते पड़िबो। तो एतिकी जानिनी किछि बेसी किछि जानिनी जेतिकी पढ़िछि जेतिकी बुझिछि सेतिकी कहिबा पई चेष्टा करिवि। आचार्य देव दादांकर गोटे कथा लिखिते गोटे आर्टिकल ले पढ़िथिली
ଯେ ଆଶିଷ ଦେବ ଦାଦା କହୁଛନ୍ତି ଯେ ଠାକୁର 1965 ମସିହାରେ ଯେ ଠାକୁର ଆଚାର୍ଯ୍ୟ ଦେବଙ୍କୁ ଡାକିକି କହୁଛନ୍ତି ଜାଣିଛୁ ତୋର ମୋର ଯୋଉ ମା ଯିଏ ଠାକୁର କହୁଛନ୍ତି ଯେ ମୁଁ ମୋ ମା କୁ ବହୁତ ଭଲ ପାଏ ଆଉ ସିଏ କିନ୍ତୁ ମତେ ଟିକେ କମ ଆଦର କରେ ଆଉ ମାର ଆଦର ପାଇବା ପାଇଁ ମୁଁ ଖୁବ ଯାହା କିଛି କରାଯାଇପାରେ ମୁଁ ଖୁବ କରେ ସେଇ ସ୍ନେହ ଆଦର କରିବା ପାଇଁ ଆଉ କିନ୍ତୁ ଯେତେବେଳେ ପାଏ ନା ସେତେବେଳେ ଟିକେ ଦୁଃଖ ପାଏ କିନ୍ତୁ ଯୋଉ ତୋର ବାବା ମତେ ଏତେ ଭଲ ପାଇଛି ସେଇ ସବୁ ଦୁଃଖ ମତେ ଦୂର କରିଦେଇ ମୋର ସବୁ ଦୁଃଖ ଦୂର ହେଇଯାଇଛି ଆଜି ଏଇ ଯୋଉ ଶରୀରଟା ମୋର ଶକ୍ତିହୀନ ଠାକୁର କହୁଛନ୍ତି ଆଉ ସେଇ ମୁଁ ଚାହେଁ ଆଉ ଇଚ୍ଛା ହଉନି ମୁଁ ଇଚ୍ଛା କରୁଛି ଚାଲିଯିବା ପାଇଁ ଏଠୁ କିନ୍ତୁ ତୋର ଯୋଉ ବାବାର ଭଲ ପାଇବା ମତେ ଏମିତି ଧରି ରଖିଛି ଯେ ସେଇ ତୋର ବାବା ହଉଛି ମୋର ମା ତୋର ବାବା ହଉଛି ମୋର ବାପା ଆଉ ତାର ଭଲ ପାଇବା ଏମିତି ଯେ ସମସ୍ତ ଦୁଃଖ ମୋର ଦୂର କରିଦେଇଛି ଏଇଟା ଠାକୁରଙ୍କର କଥା ସେ ଆଚାର୍ଯ୍ୟ ଦେବଙ୍କର କଥାରେ ଆଚାର୍ଯ୍ୟ ଦେବ ଗୋଟେ ଆର୍ଟିକଲରେ ଲେଖିଥିଲେ ପଢିଥିଲି ତେଣୁ ଆଜି ତମେ ସେହି ଜଣେ ପୁତ୍ରଙ୍କର ଜଣେ ସୁପୁତ୍ରଙ୍କର ଜଣେ ସାଧକଙ୍କର ଜଣେ ଭକ୍ତଙ୍କର ଜଣେ ଆମେ ଆଜି ଜନ୍ମ ତିଥି ଆମେ ପାଳନ କରୁଛୁ ଯେ ଆମେ ବୁଝିବା ପାଇଁ ଜାଣିବା ପାଇଁ କିଭଳି ଭାବରେ ଜଣେ ଉତ୍ତମ ପୁତ୍ର ସନ୍ତାନ ହେଇ ହୁଏ ଯେ ପିତା ଯେ ପୁରୁଷୋତ୍ତମ ଧରାଧାମ ଛାଡିବା ପାଇଁ ଚିନ୍ତା କରିକିରି ବି ତାଙ୍କର ଯୋଉ ସ୍ନେହରେ ଏମିତି ବନ୍ଧା ହେଇ ରହିଯାଆନ୍ତି ଯାଇପାରନ୍ତିନି ଆମକୁ ଏଇଠି ଶିକ୍ଷା ଆମ ପାଇଁ ଏଇଟା ଆମକୁ ଏଇ କେବଳ ଆମେ ଯେ ଜନ୍ମତିଥି ପାଳନ କରୁ ଜନ୍ମ ଉତ୍ସବ ପାଳନ କରୁ ବା ସେତିକିରେ ସେ ଖୁସି ହେଇଯାଆନ୍ତି ମତେ ଲାଗେ ସେୟା ନୁହଁ ଆମକୁ ଶିଖିବା ପାଇଁ ହୁଏ ସିଏ ଯାହା କରିଦେଇ ଯାଇଛନ୍ତି କିଞ୍ଚିତ ଭାବରେ ବି ଯଦି ହୁଏ ତାହେଲେ ତାଙ୍କର ଯୋଉ ସାଧନାର ଫଳ ସେଇଟା ଆମ ପାଇଁ ସେଇଟା ବହୁତ କିଛି ହେଇଯାଏ ଠାକୁରଙ୍କର କଥା 2-3ଟି କହିବି ଠାକୁର ନିଜେ ତାଙ୍କ ଶ୍ରୀମୁଖରୁ ବଡଦାଙ୍କ ବିଷୟରେ କହିଛନ୍ତି ଯେ ବଡଦା ହଉଛନ୍ତି ମାନେ ଖାଲି ଯେ ମୋର ସନ୍ ବାଇ ବର୍ଥ ମାନେ ଔରସରୁ ଯେ ସେ ମୋର ସନ୍ତାନ କେବଳ ତାହା ନୁହେଁ ସେ ହଉଛି ସନ୍ ବାଇ କଲଚର ମାନେ କୃଷ୍ଟିଜାତ ସନ୍ତାନ ଆଉ ଏଇଟା ଯେତେବେଳେ ଆମେ ବୁଝି ନଉ ଯେ ସିଏ ହଉଛନ୍ତି ସେଇ ତାଙ୍କର ପୁରୁଷୋତ୍ତମଙ୍କର ଯେ ସେଇ ହାତର ମଣିଷ ସେତେବେଳେ ଆଉ ବୁଝିବା ପାଇଁ ବାକି ରୁହେଁ ନା ସିଏ କିଏ ବୋଲି ବଡ ଠାକୁର କହୁଛନ୍ତି ବଡ ଖୋକା ଯାହା କହିବ ତାହା ଶୁଣିବ ଆଉ ବଡ ଖୋକା ସାଥିରେ ମାନେ ରହିବା ମାନେ ହିଁ ମୋ ସାଥିରେ ରହିବା ତାମାନେ ଆପଣ ଠାକୁର ଆଉ ତ ବହୁତ କଥା ଆପଣ ମାନେ ଜାଣିଛନ୍ତି ଠାକୁର କହିଛନ୍ତି ଯେ ବଡ ଖୋକା ମୋର ଯଦି ଟଙ୍କାର ଏ ପାଖ ଯଦି ମୁଁ ହୁଏ ଟଙ୍କାର ଆର ପାଖ ବଡ ଖୋକା ତେଣୁ ଖୁବ ସୁନ୍ଦର ଭାବରେ ଠାକୁର ବି ଆମକୁ ଆଇନା ଦେଖି ଦେଇ ଯାଇଛନ୍ତି ବଡଦା କିଏ ବୋଲି ତେଣୁ ଥରେ ବଡଦାଙ୍କର ଯୋଉ ଭଲ ପାଇବା ଠାକୁରଙ୍କର ପ୍ରତି ମୁଁ କହିବା ପାଇଁ ଚାହୁଁଛି ଯେ ଥରେ ଜଣେ ଠାକୁରଙ୍କୁ ବଡଦାଙ୍କୁ ପଚରା ଯାଉଛି ଏଇ ଯୋଉ ଏବେ ଯୋଉ ଆଶ୍ରମର ଯୋଉ ସୌନ୍ଦର୍ଯ୍ୟ ସେଟା କଣ ମୂଳରୁ ଥିଲା ତ ବଡଦା କହୁଛନ୍ତି ଯେ ଏଇ ଯୋଉ ସବୁଜିମା ଚାରିଆଡେ ଦେଖୁଛ ଏଗୁଡା ସବୁ ଆଗରୁ କିଛି ନଥିଲା କେବଳ ଯୋଉ ଠାକୁରଙ୍କର ଯୋଉ ଘରଟି ଆଉ ମନମୋହିନୀ ଧାମ ଯୋଉ ସେଇ ଦିଟା ହିଁ ଥିଲା ଆଉ କିଛି ହିଁ ନଥିଲା ଏଇ ଯୋଉ ଠାକୁର ଯେ ସବୁଜିମାକୁ ଭଲ ପାଆନ୍ତି ଠାକୁର ଯେ ପଶୁ ପକ୍ଷୀଙ୍କୁ ଭଲ ପାଆନ୍ତି ସେଇ ତାଙ୍କର ଭଲ ପାଇବା ଦାୟରେ ଏଗୁଡା ସବୁ ମୁଁ କରିଛି ତେଣୁ ଚିନ୍ତା କରନ୍ତୁ କେତେ ଠାକୁରଙ୍କୁ ଭଲ ପାଇବା ସେଇ ପୁରୁଷୋତ୍ତମଙ୍କ ପ୍ରତି ସେ ଯୋଉ ମହାସାଧକ ତାଙ୍କର ଯୋଉ ପୁରୁଷ ଯେ ତାଙ୍କର ପୁତ୍ର ଜଣେ ପିତାଙ୍କୁ କିଭଳି ଭାବରେ ସନ୍ତୁଷ୍ଟ କରିବାର ଚେଷ୍ଟା ସହ ଅନବରତ କରିଚାଲନ୍ତି ସେଇଟା ହିଁ ସେ ଦେଖେଇ ଦେଇଛନ୍ତି ଏଇଟାକୁ ହିଁ ଆମେ ଶିଖିବା ପାଇଁ ପଡିବ ଯେ ଆଉ ଗୋଟିଏ କଥା ମୁଁ ଶୁଣିଥିଲି ଖୁବ ଅଳ୍ପ ଦିନ ଭିତରେ ଜଣେ ମା ଯାଜନ କରୁଥିଲେ ଦେଓଘର ମା ଜଣେ ସେ କହୁଥିଲେ ଯେ ଯେତେବେଳେ ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଦେଓଘରକୁ ଗଲେ ଆମର ବହୁତ ଶୁଆ ଶାରୀ ମାନେ ରୁହନ୍ତି ତା ଭିତରୁ ଗୋଟେ ଥିଲା ତୋତା ସିଏ ଖୁବ କଥା କହିପାରେ ମାନେ ବଡଦା ତାର କଥା ବୁଝିପାରନ୍ତି ଥରେ ବଡଦା ଏମିତି ଯାଉଛନ୍ତି ସେ ବଡଦାଙ୍କୁ ଗୋଟେ କଣ କହୁଛି ତ ବଡଦା ବୁଲି ଆସିକି କହୁଛନ୍ତି ଯେ ତାଙ୍କର କେୟାର ଟେକର ମୁଁ ଭୁଲି ଯାଉଛି ତାଙ୍କ ନାଁ ଆରେ ତାକୁ ଡାକି ପଠଉଛନ୍ତି
ତୁ କାହିଁକି ତାର କଦଳୀଟା ଖାଇଦେଲୁ, ତାକୁ ଆଜି ତୁ କଦଳୀ ଦେଇନୁ। ତ ସେ ହତବାକ ହେଇଯାଉଛନ୍ତି ସେ କେୟାର ଟେକର। ହଁ ତ ମୁଁ ଆଜି କଦଳୀ ଖାଇଛି ବୋଲି ବର୍ଦ୍ଧା କେମିତି ଜାଣିଲେ? ତମେ ଆପଣ ସେ ଯୋଉ ତୋତା ଯିଏ ସିଏ ତାର ଠାରରେ ବର୍ଦ୍ଧାଙ୍କୁ କହିଛି ଯେ ଆଜି ମତେ ସେ କଦଳୀ ଦେଇନି, ସେ ମତେ ଆଜି କଦଳୀ ଖାଇଛି। ଏଇ ଭାବରେ ସମସ୍ତଙ୍କୁ ଭଲ ପାଇବା ସେ ଦେଇପାରନ୍ତି। ଯଦି ଜଣେ ପଶୁ ପକ୍ଷୀଙ୍କୁ ଏଭଳି ଭାବରେ ଭଲ ପାଇବା ଦେଇପାରନ୍ତି, ତେଣୁ ଆମ ମାନଙ୍କର ଭଲ ପ୍ରତି ତାଙ୍କର ଭଲ ପାଇବା ଆପଣ ସମସ୍ତେ ଜାଣିଥିବେ। ମୁଁ ତ ବେଶୀ ଜାଣିନି, ଖୁବ ଅଳ୍ପ ସମୟରେ ଏତିକି ଖୁବ ମୋର ଯେତିକି ଦର୍ଶନ ହେଇଛି, ମତେ ଲାଗୁଛି 5 ବର୍ଷ ଯୋଉ 6 ବର୍ଷ ଭିତରେ ବୋଧେ ମୁଁ ହେଇଥିବି। ଖୁବ ମାନେ ଝାପସା ମୋର ମନେ ପଡେ ଯେ ମୁଁ ଦେଖିଛି, ମୁଁ ଦର୍ଶନ କରିଛି ସେଇ କାନ୍ତମୟ ତାଙ୍କର ଯୋଉ ମାନେ ତାଙ୍କର ଯୋଉ ଚେହେରା, ଗୋଟିଏ ମୋଟା ଚଷମା, ଏଇଭଳି ଭାବରେ ତାଙ୍କୁ ମୁଁ ଦର୍ଶନ କରିଛି। ଆଉ ହୁଏତ ଆଜିର କୌଣସି କଥା ମୋର ପିଲାଦିନର ମନେ ନାହିଁ, କିନ୍ତୁ ଆଜି ମନେ ଅଛି ସେ ଚୌକିରେ ସେ ଯୋଉ କାନ୍ତ ସ୍ୱଭାବ, ତାଙ୍କର ଯୋଉ ତାଙ୍କୁ ହୁଏତ ମୁଁ ମୋ ମୁହଁରେ ବର୍ତ୍ତମାନ ତାଙ୍କର ଯୋଉ ଦର୍ଶନ କରିଛି ସେତିକି ହିଁ ମୁଁ ଆପଣ ମାନଙ୍କ ସମ୍ମୁଖରେ ରଖିପାରୁନି, ମତେ ଭାଷା କମ ପଡୁଛି। ତେଣୁ ସେତିକି ମନେ ରଖିଛି। ଆଉ ସେଇ ହୁଏତ ଆଉ କିଛି ମୋର ମନେ ନାହିଁ। ତେଣୁ ଏତିକି ହିଁ ମୁଁ ଇମାଜିନ କରିପାରେ ଯେ ଯଦି ଏତେ ମାନେ ଯୋଉ ବାଲ୍ୟ ବୟସର ଯୋଉ ମୋର ଯୋଉ ସ୍ମୃତିଟି, ଅନ୍ୟ କୌଣସି ସ୍ମୃତି ନାହିଁ, କେବଳ ତାଙ୍କୁ ଯେ ମୁଁ ଧରି ପାରିଛି, ଯେ ମାନେ ତାଙ୍କର ଯୋଉ ଚେହେରା, ହୁଏତ ଆଉ କୋଉଠି ମୁଁ କିଛି ସେମିତି କିଛି ମୋର ସ୍ମୃତି କୁ ଟଚ କଲା ଭଳିଆ ସେଭଳିଆ କିଛି ନାହିଁ। ତାମାନେ ଚିନ୍ତା କରନ୍ତୁ ତାଙ୍କର କୋଉଭଳି ଭାବରେ ତାଙ୍କର ଶରୀରର ଗଠନ ହୁଏ, ଯେ ଗୋଟିଏ ଛୋଟ ପିଲାଟିର ମନରେ ବି ସେ ଛାପ ଛାଡି ଦେଇ ଯାଆନ୍ତି। ସେ କିଭଳି ଭାବରେ ତାଙ୍କର ଯୋଉ କାନ୍ତମୟ ତାଙ୍କର ଯୋଉ ଗଠନ। ତେଣୁ ଏତିକି ହିଁ କହିବି। ହୁଏତ ମୋର ଭାଷାର ଆଜି ମାନେ କମି ହେଇଯାଉଛି ତାଙ୍କୁ ବର୍ଣ୍ଣନା କରିବା ପାଇଁ। ମା ଅଛନ୍ତି, ଯେତିକି ମୁଁ ଶୁଣିଛି ଯେ ସେ ମା ତାଙ୍କ ବର୍ଦ୍ଧାଙ୍କ ସହିତ ତାଙ୍କର ଖୁବ ଭଲ ଭାବରେ ସେ ମାନେ ତାଙ୍କ ସହିତ ତାଙ୍କର ଅଭିଜ୍ଞତା ବହୁତ କିଛି ରହିଛି। ଆମେ ମାନେ ସମସ୍ତେ ତାଙ୍କ ପାଖରୁ ଶୁଣିବା। ବାସ୍ ଏତିକି ହିଁ କହୁଛି। ଜୟଗୁରୁ। ଜୟଗୁରୁ ମା। ଜୟଗୁରୁ ମା। ଖୁବ ସୁନ୍ଦର ଭାବରେ ଜ୍ୟୋତିର୍ମୟ ମା ଆବେଗ ଭରା ଯାଜନ କରୁଥିଲେ। ମନେ ହଉଥିଲା ଏଇ ଯାଜନ ଯେମିତି ଆଉ ଟିକେ ଶୁଣିଥିଲେ ଭଲ ଲାଗିଥାନ୍ତା। ଯାହା ହଉ ବର୍ତ୍ତମାନ ମୁଁ ସେଇ ମାଙ୍କର ଏବଂ ତାଙ୍କର ପଞ୍ଚମହାଜୀବନ ଯେମିତି ଇଷ୍ଟୀଭୂତ ହେଇ ଉଠୁ, ସେଥିପାଇଁ ମୁଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରେ। ଆମ ସାଙ୍ଗରେ ବର୍ତ୍ତମାନ ବାଙ୍ଗାଲୋରରୁ ଯୋଡି ହେଇଛନ୍ତି ସୁଲଗ୍ନା କୋସ୍ମା। ସୁଲଗ୍ନା ମା, ସେ ପ୍ରକୃତରେ ତାଙ୍କର ପରିଚୟ ଜୟଗୁରୁ ଆପଣ ମାନେ ସବୁ ଜାଣନ୍ତି। ସେ ଆମର ସବୁଠୁ ମାନେ ପ୍ରିୟ ବେଲୁଦୀ। ସେ ବହୁତ, କାହିଁକି ତାଙ୍କୁ ଆମେ ଏତେ ପ୍ରିୟ ବୋଲି ତାଙ୍କର ସେ ତାଙ୍କର ସୁମଧୁର ଯୋଉ ତାଙ୍କର ଯାଜନ, ଆପଣ ମାନେ ସମସ୍ତେ ଶୁଣିଛନ୍ତି ଆଗରୁ। ଆମେ ଆଜି ସମସ୍ତେ ବହୁତ ଭାଗ୍ୟବାନ ତାଙ୍କ କଥା ଶୁଣିବା। କାରଣ ସେ ବହୁତ ଦିନ ଧରି ସେ ବର୍ଦ୍ଧାଙ୍କ ସାଙ୍ଗରେ ମାନେ ତାଙ୍କ ସାଙ୍ଗରେ ବହୁତ ସେ ଜାଗା ବୁଲିଛନ୍ତି। ଆଉ ତାଙ୍କର ବହୁତ ପ୍ରତ୍ୟକ୍ଷ ଅନୁଭୂତି ରହିଛି। ତେଣୁ ଆସନ୍ତୁ ସମସ୍ତେ ତାଙ୍କ ପାଖରୁ ମୁହଁରୁ ସେ ବର୍ଦ୍ଧାଙ୍କର ତାଙ୍କ ଦିବ୍ୟ ଅନୁଭୂତି ରହିଛି, ତାକୁ ବି ଆମେ ଶୁଣିବା। ଦିଦି, ଜୟଗୁରୁ ଦିଦି। ଆରମ୍ଭ କର। ଜୟଗୁରୁ। ଜୟଗୁରୁ ଆରମ୍ଭ କର। ପରମ ପ୍ରେମମୟ ଶ୍ରୀ ଠାକୁର, ଯୁଗାବତାର ଶ୍ରୀ ଠାକୁର ମୋର ପରମାରାଧ୍ୟ ଜଗଜ୍ଜନନୀ ଶ୍ରୀ ବଡମା, ଆଉ ପରମ ପୂଜ୍ୟପାଦ ଯୁଗାଚାର୍ଯ୍ୟ ଶ୍ରୀ ବର୍ଦ୍ଧା, ପରମ ପୂଜ୍ୟପାଦ ଆଚାର୍ଯ୍ୟ ଦେବ ଶ୍ରୀ ଦାଦାଙ୍କ ଚରଣରେ ମୋର ଶତ ଶତ କୋଟି ପ୍ରଣାମ ଜଣାଏ। ପରମ ପୂଜନୀୟ ବୌଦ୍ଧି ଓ ପୂଜନୀୟ ବାବାଇଦାଙ୍କ ଚରଣରେ ମୋର ଶତ କୋଟି ପ୍ରଣାମ ଜଣାଏ। ଆଉ ଠାକୁର ବାଡିରେ ଠାକୁର ପରିବାରରେ ସମସ୍ତଙ୍କୁ ମୋର ଶତ କୋଟି ପ୍ରଣାମ। ଅନ୍ଲାଇନରେ ଥିବା ମୋର ସମସ୍ତ ମା ମାନଙ୍କୁ ମୋର ଭକ୍ତିଭୂତ ପ୍ରଣାମ ଓ ଜୟଗୁରୁ ଜଣାଉଛି। ଓ ସାନମାନଙ୍କୁ ମୋର ଆନ୍ତରିକ ପ୍ରୀତିଭରା ରାଉ ଶୁଭେଚ୍ଛା ଓ ଜୟଗୁରୁ। ଆଜି ମୋର ଥରେ ମୁଁ ପିତୃଦେବ ଶ୍ରୀ ବର୍ଦ୍ଧାଙ୍କର କିଛି କଥା କହିବାର ସୁଯୋଗ ପାଇଲି। ଯାହା ହଉ, ଆଜି ଜ୍ୟୋତିର୍ମୟୀ ମା ବହୁତ ସୁନ୍ଦର ଭାବେ କହିଦେଇ ଗଲେ। ଆମେ ଶୁଣୁଥିଲୁ, କିନ୍ତୁ ଯେତିକି ତାଙ୍କର ଅନୁଭୂତି ଅଛି ସେଇ ମଧ୍ୟରେ ସେ ଯେତେ ସୁନ୍ଦର କହିଲେ, ପ୍ରକୃତରେ ମାନେ ମିନତି କରି ପ୍ରକୃତରେ ଆହୁରି ଶୁଣିବାକୁ ଇଚ୍ଛା ହଉଥିଲା। ବହୁତ ସୁନ୍ଦର କଣ୍ଠ, ବହୁତ ସୁନ୍ଦର ଭାବେ ମାନେ କହୁଥିଲେ। ଯାହା ହଉ, ଆଜି ସେଇ ପିତୃଦେବ ଯୁଗାଚାର୍ଯ୍ୟ ଶ୍ରୀ ବର୍ଦ୍ଧାଙ୍କର ଆମର ଶୁଭ 110ତମ ଜନ୍ମ ତିଥି ଉତ୍ସବ ଆଉ ଆମେ ପାଳନ କରୁଛୁ ଘରେ ବସି। କିନ୍ତୁ ପ୍ରକୃତରେ ଆମର ସମସ୍ତେ ଆମେ ଏଇ ସମୟରେ ଠାକୁରବାଡି କେତେ ସୁନ୍ଦର, ମାନେ କେତେ ଲୋକ, କେତେ ଗହଳି, ପ୍ରକୃତରେ ଏଇ ସବୁ ଗହଳି ଆଜି। କିନ୍ତୁ ଆମେ ସମସ୍ତେ ସେଇ ଗହଳିରୁ ବି ବଞ୍ଚିତ ହେଇନୁ। ଆମେ ସମସ୍ତେ ଘରେ ବସି ବି ସେଇ ଗହଳି କରିଛୁ। ସମସ୍ତେ ମିଶି ଆମେ ଏକା ସାଙ୍ଗରେ
ତାଙ୍କର ଜନ୍ମତିଥି ପାଳନ କରୁଛୁ। ପ୍ରକୃତରେ ଉତ୍ତରବଙ୍ଗର ଯୋଉ ହିମାୟତପୁରର ପଦ୍ମା ନଦୀ କୂଳରେ ଶ୍ରୀ ଠାକୁର ଓ ଶ୍ରୀ ବଡମାଙ୍କର ପ୍ରଥମ ସନ୍ତାନ ଥିଲେ। ଆଉ ପ୍ରଥମ ସନ୍ତାନ ଆମର ଯୋଉ ଶ୍ରୀ ପ୍ରକୃତରେ ମାନେ ତେବେ ମାନେ ଆଶ୍ରମବାସୀ ଓ ଆମ ମାନଙ୍କର ମାନେ ସେ ହଉଛନ୍ତି ପ୍ରଥମ ପ୍ରଧାନ ଆଚାର୍ଯ୍ୟ। ଆଉ ଏଇ ଶ୍ରୀ ବଡା ହଉଛନ୍ତି ଆମର ପ୍ରଧାନ ଆଚାର୍ଯ୍ୟ। ଶ୍ରୀ ଠାକୁରଙ୍କ ପୁତ୍ର ମାନଙ୍କ ମଧ୍ୟରେ ମଧ୍ୟ ସେ ବଡା ଥିଲେ ଶ୍ରେଷ୍ଠ ପୁତ୍ର, ଜ୍ୟେଷ୍ଠ ପୁତ୍ର। ଶ୍ରୀ ବଡା ଥିଲେ ବ୍ୟକ୍ତି ସମ୍ପନ୍ନ, ଉଦାର ଓ ତୀକ୍ଷ୍ଣ ବୁଦ୍ଧିଜୀବୀ ଆଉ ସାହସୀ ମଧ୍ୟ ଥିଲେ। ବହୁତ ସାହସ ମଧ୍ୟ ତାଙ୍କର ଥିଲା। ଆଉ ସେ ସତ୍ସଙ୍ଗ ଆଶ୍ରମର ମାନେ ପ୍ରକୃତରେ ଶ୍ରୀ ଠାକୁର ହଉଛନ୍ତି ଆମର ଏଇ ସତ୍ସଙ୍ଗ ଆଶ୍ରମର ପ୍ରତିଷ୍ଠାତା। କିନ୍ତୁ ସେଇ ମା କହିଲା ପରି, ଜ୍ୟୋତିର୍ମୟୀ ମା କହିଲା ପରି ଆମେ ଯେଉଁ ଆଶ୍ରମକୁ ଦେଖୁଛୁ ତାର ଯୋଉ ମୂଳଦୁଆ ଗଠନ କରିଥିଲେ, ଆଉ ତାର ଯୋଉ ସୁନ୍ଦର ସବୁଜିମା ଆକାରରେ ବର୍ତ୍ତମାନ ଯୋଉ ସୁନ୍ଦର ଭାବରେ ଚିଡିଆଖାନାଠୁ ଆରମ୍ଭ କରି ହସ୍ପିଟାଲଠୁ ଆରମ୍ଭ କରି ଯାହା ସବୁ ହେଇଛି, ପ୍ରକୃତରେ ଏହାର ମାନେ ଶ୍ରୀ ବଡଦା ଆଉ ଶ୍ରୀ ଠାକୁରଙ୍କର ମାନେ ଏଇ ବଡ ମାଙ୍କର ସେଇ ପ୍ରତିଷ୍ଠା ମଧ୍ୟ କରିଥିଲେ ଶ୍ରୀ ମାନେ ବଡଦା। ଆଉ ଆଜି ବି ଏଇ ଯୋଉ ସବୁ ଉତ୍ସବ ହଉଛି ଆମର ମାନେ ସବୁ କିଛି ଯାଉ ଶ୍ରୀ ବଡଦା ଆରମ୍ଭ କରିଦେଇ ଯାଇଥିଲେ। ସାରା ଭାରତ ବର୍ଷରେ ବିଭିନ୍ନ ଜାଗାରେ ମଧ୍ୟ ଶ୍ରୀ ବଡଦା ମାନେ ଠାକୁରଙ୍କର ବଡ ମାଙ୍କର ମନ୍ଦିର ମଧ୍ୟ ସ୍ଥାପନ କରିଥିଲେ। ଆଉ ଯେତେବେଳେ ଶ୍ରୀ ଠାକୁର ଅସୁସ୍ଥ ଥିଲେ ଆମେ ବି ଦେଖିଛୁ ଯେ ମୁଁ ବି ଠାକୁରଙ୍କୁ ଦର୍ଶନ କରିଛି ଏବଂ ସେତେବେଳେ ବି ଜାଣିଛି ଯେତେବେଳେ ଶ୍ରୀ ଠାକୁର ଅସୁସ୍ଥ ଥିଲେ ସେତେବେଳେ ଶ୍ରୀ ବଡମାଙ୍କୁ ଏବଂ ବଡମା ମଧ୍ୟ ଅସୁସ୍ଥ ଥିଲେ ସେଇଟା ବି ଆମେ ମୋ ଆଖିରେ ଦେଖିଛି। ସେତେବେଳେ ବଡଦାଙ୍କୁ ଦେଖିଛି, ବଡଦା ଆସିକିରି ସେଇ ଭିତରେ ପଶି ଶ୍ରୀ ବଡମାଙ୍କୁ ଶ୍ରୀ ଠାକୁରଙ୍କୁ ଖୁଆଇ ଦଉଥିଲେ। ମାନେ ସେଇଟା ପ୍ରକୃତରେ ମାନେ ସେଇଟା ନ ଦେଖିଥିଲି ହୁଏତ ମୁଁ ଆଜି କହିପାରିନଥାନ୍ତି ପ୍ରକୃତ ସତ କଥା। କେତେ ସୁନ୍ଦର ଭାବରେ ବଡଦା ଭିତରକୁ ଆଉ ମାନେ ଖୁଇକି ଆସନ୍ତି, ବହୁତ ସୁନ୍ଦର ଲାଗେ। ଯାହା ହଉ ଶ୍ରୀ ବଡଦାଙ୍କର ବହୁତ ଧୈର୍ଯ୍ୟ ଶକ୍ତି ମଧ୍ୟ ଥିଲା। ଥରେ ମୁଁ ଗୋଟେ କଥା କହୁଛି 1954 ସେତେବେଳେ ପ୍ରଥମ ଶ୍ରୀ ଠାକୁର ବଡମାଙ୍କୁ ନେଇ ଶ୍ରୀ ବଡଦା ଗାଡିରେ ବାହାରକୁ ବୁଲିବାକୁ ନଉଥିଲେ। ଆଉ ସେଇ ବୁଲିବା ଭିତରେ ଶ୍ରୀ ଠାକୁରଙ୍କୁ ବହୁତ ଖୁସି, ବହୁତ ଆନନ୍ଦ ଲାଗୁଥିଲା। ସେ ସବୁବେଳେ ସେ ଯୋଉ ରେଳ ଲାଇନ ପାଖରେ ଯୋଉ ସବୁ ରେଳ ଲାଇନ ପାର ହେଇ ସେ ରେଳ ଲାଇନ ପାଖରେ ସତସଙ୍ଗୀ ପକାଉଥିଲେ ବସନ୍ତି। ଆଉ ସନ୍ଧ୍ୟା ହେବା ପୂର୍ବରୁ ମାନେ ପ୍ରାର୍ଥନା ପୂର୍ବରୁ ସେ ପୁଣି ଫେରି ଆସନ୍ତି। ଏମିତି ପ୍ରତ୍ୟେକ ଦିନ ପ୍ରାୟ ପ୍ରତ୍ୟେକ ଦିନ ଯିବା ପାଇଁ ଚାହାନ୍ତି ଆଉ ଶ୍ରୀ ବଡଦାସ ମାନଙ୍କୁ ନେଇକି ଆଉ ଠାକୁରଙ୍କୁ ନେଇକି ଯାଆନ୍ତି। ଥରେ ସେଇ ଯଶୋଡି ଯିବା ପାଇଁ ସମସ୍ତେ ଜାଣିଥିବେ ପାହାଡ ଅଛି, ସେଇ ପାହାଡ ପାଖାପାଖି ଗୋଟେ ଜାଗାରେ ସେ ଠାକୁର ଥରେ ସମସ୍ତଙ୍କୁ ନେଇ ବସିଥିଲି। ପ୍ରାୟ ଯାଇ ଠାକୁରଙ୍କୁ ବୁଲିବାକୁ ମଧ୍ୟ ବହୁତ ଭଲ ଲାଗେ ସେତେବେଳେ। ଯାହା ଠାକୁର ମାନେ ଠାକୁରଙ୍କର ସାନ ଝିଅ ସାନ୍ତନା ଦେଇ ଆସିଥିଲେ। ଆଉ ସେଇ ଆସିବା ଭିତରେ ସେ ଥରେ ବଡଦାଙ୍କ ପାଖରେ କହିଲେ ଯେ ବାବା ମା ଯେମିତି ଯାଉଛନ୍ତି ସବୁବେଳେ ବୁଲିବାକୁ, କେତେ ସୁନ୍ଦର ସବୁଜମୟ ଚାରିଆଡେ ମାନେ ଜଙ୍ଗଲ ପାହାଡ କେତେ ସୁନ୍ଦର ଜାଗା ଯାଉଛନ୍ତି ମା ଯାଉଛନ୍ତି। ପ୍ରକୃତରେ ଆମେ ଯଦି ବଣଭୋଜି କରିବା କେତେ ଭଲ ହବ ବାବା ମାଙ୍କୁ ନେଇ। ସେତେବେଳେ ମାନେ ବଡଦା ମାନେ ଠାକୁରଙ୍କର ଯୋଉ ସାନ ଝିଅ ସାନ୍ତନା ଦେଇ ଏଇଟା କହିଥିଲେ ଶ୍ରୀ ବଡଦାଙ୍କୁ। ଆଉ ଶ୍ରୀ ବଡଦା ସେ ବହୁତ ଖୁସି ହେଇଥିଲେ। ଆଉ ସେଇ ଏଇ କଥା ମଧ୍ୟ ଯାଇକିରି ଠାକୁରଙ୍କୁ ଆଉ ବଡମାଙ୍କୁ କହିଥିଲେ। ଆଉ ସେମାନେ ମଧ୍ୟ ଶୁଣି ବହୁତ ଖୁସି ହେଇଯାଇଥିଲେ। ଆଉ ଠାକୁର ବଡମା ମଧ୍ୟ ଖୁସି ହେଇ ସେଇ ପ୍ରଥମ ଥର ମାନେ 1969 ଜାନୁଆରୀ 9 ତାରିଖରେ ପ୍ରଥମ ବଣଭୋଜି ଆରମ୍ଭ ହେଇଥିଲା। ମାନେ ଆରମ୍ଭ ହେଇଥିଲା ସେଠି ଦେଓଘରରେ। ମାନେ ସେ ଯୋଉ ଦେଓଘର ଯୋଉ ଆମେ ସେଇଟାକୁ ବୋଧେ କହିବାର ଉଦ୍ଦେଶ୍ୟ ହେଲା ଆମେ ଯୋଉ ଜାନୁଆରୀ ମାସ ବଣଭୋଜି ପାଳନ କରୁଛୁ, ସେଇଟା ଶ୍ରୀ ବଡଦା ଆରମ୍ଭ କରିଥିଲେ। ସେଇ ଏହାର ସୃଷ୍ଟିକର୍ତ୍ତା। ଆଉ ସେ ଜାଗାଟିର ନାଁ ହଉଛି ମାନିକପୁର। ବର୍ତ୍ତମାନ ସେଠି କେତେ ସୁନ୍ଦର ମନ୍ଦିର ପ୍ରତିଷ୍ଠା କରି ମନ୍ଦିର ଇଏ କରି ସେଠି ଠାକୁରଙ୍କର ମାନେ ପ୍ରଥମ ଭୋଗ ବି ହୁଏ। ଯାହା ହଉ ସେଠି ମାନେ ବହୁତ ସୁନ୍ଦର ଭାବେ ବଡଦା ସେଟା ଆରମ୍ଭ କରିଥିଲେ। ଆଉ ସେ ଠାକୁରଙ୍କର ଯୋଉ ସ୍ନାନ ଉତ୍ସବ ଆଉ ଠାକୁରଙ୍କର ଯୋଉ ମାନେ ଠାକୁର ଯେତେବେଳେ ଆଗମନୀ ଉତ୍ସବ ଦେଓଘର ପ୍ରଥମ ଆସିଥିଲେ 2 ସେପ୍ଟେମ୍ବର, ସେତେବେଳେ ମଧ୍ୟ ଶ୍ରୀ ବଡଦା ଏଇ ଠାକୁରଙ୍କର ଦେଓଘର ଆଗମନୀ ପାଇଁ ମାନେ ସେଇଟାକୁ ଧରି ରଖି ସେଇ ଆଗମନୀ ଉତ୍ସବ ମଧ୍ୟ ପାଳନ କରନ୍ତି। ଗାଡିରେ ସୁସଜ୍ଜିତ ଭାବରେ ଠାକୁରଙ୍କର ବଡ ମାଙ୍କର ଇଏ ମାନେ ସଜେଇ ମୂର୍ତ୍ତି ସଜେଇ ସେ ମାନେ ଯାଆନ୍ତି ଯଶୋଡି ଷ୍ଟେସନ ପର୍ଯ୍ୟନ୍ତ ଯାଆନ୍ତି ବୁଲିବାକୁ। ପ୍ରକୃତରେ ଶ୍ରୀ ଠାକୁରଙ୍କୁ ଯେତେବେଳେ ତିରୋଧାନ ହେଲା ତାପରେ ମଣିଷଙ୍କ ମନରେ ତାଙ୍କୁ ଜଗେଇ ରଖିବା ପାଇଁ ଶ୍ରୀ ବଡଦା ଏଇ ସବୁ ଆନନ୍ଦର ମୁଖରିତ ସବୁ ଯେତେ ଉତ୍ସବ ବ୍ୟବସ୍ଥା ଶ୍ରୀ ବଡଦା କରିଛନ୍ତି। କାରଣ ଶ୍ରୀ ଠାକୁର ହଉଛନ୍ତି ଇଷ୍ଟ ଗୁରୁ ପୁରୁଷୋତ୍ତମ। ସେ ହିଁ ସବୁ କିଛି, ଏଟା ଯେପରି କେହି ନ ଭୁଲନ୍ତୁ ସେଥିପାଇଁ ଶ୍ରୀ ବଡଦା ଏଇ ସବୁ କରିଥିଲେ। ପ୍ରକୃତରେ ଠାକୁର ଥିଲେ ଆମର ମଣିଷ କାଙ୍ଗାଳ। ତାଙ୍କର ଯୋଉ ପଥକୁ ତାଙ୍କରି ପଥକୁ ଆମେ ସବୁ ଅନୁସରଣ
ଅନୁସରଣ କରି ତାଙ୍କରି ପଥକୁ ଅନୁସରଣ କରି ଶ୍ରୀ ବରଦା ମଧ୍ୟ ଥିଲେ ମଣିଷ ପ୍ରିୟ। ଠାକୁର ଯେପରି ମଣିଷ କାଙ୍ଗାଳ ଥିଲେ ଶ୍ରୀ ବରଦା ମଧ୍ୟ ଥିଲେ ମଣିଷ ପ୍ରିୟ। ଆଉ ପ୍ରକୃତରେ ମଣିଷ ମାନେ ମଣିଷ କିପରି ମଣିଷ ହୋଇ ଉଠିବ ଏବଂ ତାଙ୍କର କିପରି ମାନେ ଏଇ ସବୁ ମାନେ ସେଟା ତାଙ୍କର ଶ୍ରୀ ବରଦାଙ୍କର ଆପ୍ରାଣ ଚେଷ୍ଟା ଥିଲା। ଆଉ ଶ୍ରୀ ଠାକୁରଙ୍କର ଆଶ୍ରମ ହେଲା ପ୍ରକୃତରେ ମଣିଷ ଗଢା କାରଖାନା। ଶ୍ରୀ ବରଦା ସେଇ ଠାକୁରଙ୍କର ଆଦର୍ଶକୁ ନେଇ ଚାଲିଥିଲେ। ଆଉ ଠାକୁର ଯେ ଯେତେବେଳେ ମାନେ ଯାହା କହୁଥିଲେ ତାଙ୍କୁ ପୂରଣ କରିବା ପାଇଁ ଚେଷ୍ଟା କରୁଥିଲେ। ଯେତେବେଳେ ଯାହା ଠାକୁର କୁହନ୍ତି ସେତେବେଳେ ଶ୍ରୀ ବରଦା ତାଙ୍କ କଥା ଚେଷ୍ଟା କରନ୍ତି। ବହୁତ ଘଟଣା ସେଥିପାଇଁ ଅଛି। ମୁଁ ଗୋଟେ ଛୋଟ ଘଟଣା କହୁଛି। ଆମର ଓଡିଶାର ଜଣେ କାଳିଦା ବୋଲି ଜଣେ କର୍ମୀ ଥିଲେ, ଋତିକ ଥିଲେ। ସେ ବହୁତ ମାନେ ଭଲ କର୍ମୀ। ସେ ମାନେ ତାଙ୍କର ବହୁତ ମାନେ ଭାବ ଥିଲା, ତାଙ୍କର ବହୁତ ଇଏ ଥିଲା। ଯାହା ସେ ଭାବ ବିହଳ ହୋଇ ଥରେ କହୁଥିଲେ, ସେ ଗୋଟେ ବହିରେ ଲେଖିଥିଲେ। ସେ କହୁଥିଲେ ଯେ ଶ୍ରୀ ଠାକୁରଙ୍କର ଦେହାବସାନ ପରେ ପ୍ରକୃତରେ ସବୁ ତାଙ୍କୁ ଅନ୍ଧାର ଦେଖାଗଲା। ଯାହାକୁ ନେଇ ଜୀବନର ସାହାରା ଭାବରେ ସେ ଚଳୁଥିଲେ, ଯାହାକୁ ନେଇ ସେ ମୁଣ୍ଡରେ ରଖି ଯାହା ପାଇଁ ସେ ଦେଓଘର ଯାଉଥିଲେ, ତାଙ୍କୁ ସାହାରା ମିଳିଥିଲା। ଯିଏ ତାଙ୍କୁ ସାହାରା ଦେଇଥିଲେ ପ୍ରକୃତରେ ତାଙ୍କର ଦିବ୍ୟ ଦର୍ଶନ ପାଇଁ ସେ ବାରମ୍ବାର ଦେଓଘର ଛୁଟୁଥିଲେ, ବାରମ୍ବାର ଦେଓଘର ଯାଉଥିଲେ। ଆଉ ମାନେ ପାଗଳ ପରି ଯାଉଥିଲେ। ସେ ଚାଲିଗଲେ କିନ୍ତୁ ଯେତେବେଳେ ଠାକୁର ଚାଲିଗଲେ ସେତେବେଳେ ସବୁ ସରିଗଲା ବୋଲି ସେ ଭାବିଲେ। ସେ ଦେଓଘର କିଛି ଦିନ ଆଉ ଗଲେନି, ମାନେ ଚୁପଚାପ ମନ ମରା ହେଇ ଘରେ ରହିଲେ। ଏପରିକି କଟକର ଯେତେ ସତ୍ସଙ୍ଗ ବି ସବୁ ବନ୍ଦ କରିଦେଲେ ଯିବା। କିନ୍ତୁ ସେ ଭାବିଲେ ବୋଧେ ସବୁ ସରିଗଲା, ଆଉ କିଛି ନାହିଁ। ବହୁତ ଦିନ ପରେ ଯେତେବେଳେ ସେ ଋତିକ କନଫରେନ୍ସ ହେଲା, ଆଉ ସେ ଆଶ୍ରମ ଗଲେ। ସେ ତ ଋତିକ ଥିଲେ, ତେଣୁ କନଫରେନ୍ସରେ ସେ ତାଙ୍କୁ ମାନେ ଇଚ୍ଛା ହେଲା ଯାଏ। ସେ ଯେତେବେଳେ ଗଲେ ସେତେବେଳେ ସେ ଦୂରରୁ ଦେଖିଲେ ଯେ ଶ୍ରୀ ବରଦା ବସିଛନ୍ତି। ସେ ବରଦାଙ୍କୁ ପ୍ରଣାମ କରିବା ପାଇଁ ପୂର୍ବରୁ ଶ୍ରୀ ବରଦା କହିଲେ ଯେ କାଳୀପଦ, ତାଙ୍କ ନାଁ କାଳୀପଦ ଥିଲା। ସେ କହିଲେ କାଳୀପଦ ଭଉଣୀ, ସେ କହିଲେ ଯେ କାଳୀପଦ ଆସିଛୁ, ସବୁ ଭଲ ତ? ସେ ଯେତେବେଳେ ଏଇ କଥା ଶୁଣିଦେ ମାନେ ସେ ଭାବିଲେ କିଏ ଯେପରି ମତେ କହିଦେଲା, ଡାକିଲା ମତେ, ମାନେ ମୋର ଭଲ ମନ୍ଦ କଥା ଏପରି ଦରଦ ଭରା କଣ୍ଠରେ ମତେ କିଏ ଡାକିଲା। ମାନେ ସେ ଆଶ୍ଚର୍ଯ୍ୟ ହେଇଗଲେ। ସେମାନେ ପ୍ରକୃତରେ ସ୍ୱପ୍ନରେ ବି ଭାବିନଥିଲେ ଯେ ଏଇ ତ ମୋର ଠାକୁରଙ୍କ ସ୍ୱର, ଏଇଟା କିଏ ଡାକୁଛି, ଠାକୁର ନୁହନ୍ତି ତ? ପ୍ରକୃତରେ ସେ ନିଜକୁ ଅପରାଧ ମନେ କରିଲେ। ସେ ଭାବିଲେ ଯେ ମୁଁ କଣ ଭାବୁଥିଲି, କଣ ଚିନ୍ତା କରିଥିଲି। ବାରମ୍ବାର ସେ ହାତ ଯୋଡି ପ୍ରଣାମ କରିଲେ। ସେଇ ଏକା କଣ୍ଠସ୍ୱର, ସେଇ ଏକା ଦରଦୀ ଭରା କଣ୍ଠସ୍ୱର। ପ୍ରକୃତରେ ସେ ଆଶ୍ଚର୍ଯ୍ୟ ହେଇଗଲେ। କଣ ତାଙ୍କର ମାନେ ତାଙ୍କର ମୁଣ୍ଡ ଖରାପ ହେଇଗଲା ସେଟା ଚିନ୍ତା କରି। ଏଇ କାଳିଦାଙ୍କର ଝିଅ, ତାଙ୍କର ଦୁଇ ଝିଅ ସେଠି, ତାଙ୍କର ଯୋଉ ତିନି ଝିଅରୁ ତାଙ୍କର ଦୁଇ ଝିଅ ବାହା ହେଇଛନ୍ତି ଆମର ଏ ଆଶ୍ରମରେ। ଆଉ ଶ୍ରୀ ବରଦା ନିଜେ ତାଙ୍କର ବାହାଘର ଠିକ କରିଛନ୍ତି। ସେମାନେ ଦି ଜଣ ବାହା ଆଶ୍ରମରେ ଅଛନ୍ତି। ଆଉ ତାଙ୍କର ସବୁଠୁ ତାଙ୍କର ମଝିଆ ଝିଅ, ମୁଁ ଠିକ ମାନେ କହିପାରୁନି, ତାଙ୍କର ମଝିଆ ଝିଅ ଯିଏ, ସିଏ ବି ଆଶ୍ରମରେ ସେ ବାହା ହେଇନାହାନ୍ତି, କିନ୍ତୁ ସେ ଆଶ୍ରମର ପ୍ରେସରେ, ଆମର ଠାକୁର ପ୍ରେସରେ ସେ ଚାକିରି କରୁଛନ୍ତି। ତାଙ୍କୁ ଶ୍ରୀ ବରଦା ନିଯୁକ୍ତି କରିଦେଇଥିଲେ। ସେ ଆଜି ପର୍ଯ୍ୟନ୍ତ ସେଇ ରହିଗଲେ। ସିଏ ଆଉ ଘରକୁ ଫେରିଲେନି, ତାଙ୍କ ଘର କଟକରେ। ସେ କିନ୍ତୁ ଆଉ ଘରକୁ ଫେରିଲେନି। ସେ ଆଜି ପର୍ଯ୍ୟନ୍ତ ସେଇ ବରଦାଙ୍କର ଆଶ୍ରୟରେ, ସେଇ ଠାକୁରଙ୍କର ଆଶ୍ରୟରେ ସେ ଆଜି ପର୍ଯ୍ୟନ୍ତ ରହିଯାଇଛନ୍ତି ଆମର ଦେଓଘରରେ। ଜାଣିଥିବେ ତାଙ୍କୁ, ସମସ୍ତେ ଜାଣିନଥିବେ, ଏଇ ଓଡିଶାର ସମସ୍ତେ କେହି ଜାଣିଥିବେ। ଯାହା ହଉ, ମାନେ ଶ୍ରୀ ବରଦାଙ୍କ କଥା ତ ବହୁତ କିଛି। ଥରେ ମୋର ମନେ ପଡୁଛି ଯେ ଶ୍ରୀ ବରଦାଙ୍କର ତାଙ୍କର ଘ୍ରାଣ ଶକ୍ତି ମଧ୍ୟ ବହୁତ। ଶ୍ରୀ ବରଦାଙ୍କର ମାନେ ସବୁ କିଛି ତ ଯାହା ଅଛି ତାଙ୍କର ମାନେ ଘ୍ରାଣ ଶକ୍ତି ତାଙ୍କର ବହୁତ। ଥରେ ମୁଁ ଗୋଟେ ବହିରେ ପଢିଥିଲି ଯେ ଆଶ୍ରମରେ ଶ୍ରୀ ବରଦାଙ୍କ ଘରେ ସେ ବସିଛନ୍ତି, ମାନେ ବରଦାଙ୍କର ଯୋଉ ଘର, ସେଇ ଘରେ ସେ ବସିଛନ୍ତି। ସେ ବରଦାଙ୍କ ଘରଠୁ ରୋଷେଇ ଘର ବହୁତ ଦୂରରେ। ସେ ହଠାତ୍ କରି ସେ ମାନେ ତାଙ୍କର ନାକରେ ଗୋଟେ ମାନେ କ୍ଷୀର ପଟା ଗନ୍ଧ ଆସିଲା। ସେ ସାଙ୍ଗେ ସାଙ୍ଗେ ରାଙ୍ଗମାଙ୍କୁ ପଚାରିଲେ, କହିଲେ ଯେ କ୍ଷୀରପୋଡା କୋଉଠି କ୍ଷୀର ପୋଡା ହଉଛି, କୋଉ ମତେ ଗନ୍ଧ ଆସୁଛି। ସାଙ୍ଗେ ସାଙ୍ଗେ ରାଙ୍ଗମା ଉଠି ଯାଇ ରୋଷେଇ ଘରକୁ ଚାଲିଗଲେ ଏବଂ ଯାଇ ଦେଖିଲେ ଯେ ପ୍ରକୃତରେ କ୍ଷୀର ବସିଛି। ଆଉ ସେଇ କ୍ଷୀରରୁ ଗୋଟିଏ ଡ୍ରପ ଚୁଲିରେ ପଡିଯାଇଛି। ଆଉ ସେଇ ଗନ୍ଧଟା ସିଧା ଚାଲି ଯାଇଛି ମାନେ ବରଦାଙ୍କର ନାକକୁ। ଦେଖନ୍ତୁ ତାଙ୍କର ଘ୍ରାଣ ଶକ୍ତି ବି କେତେ ଗଭୀର, କେତେ ଉଚ୍ଚତର। ଥରେ ମାନେ ମୁଁ କିଛି ଘଟଣା କହୁଛି। ଥରେ ଶ୍ରୀ ଦାଦା କହୁଥିଲେ ଯେ ଆଶ୍ରମରେ ଅଫିସ ସାମ୍ନାରେ ଦୁଇଟା ଗଛ ଥିଲା, କୃଷ୍ଣଚୂଡା ଗଛ ଥିଲା। ଗୋଟିଏ ଗଛ ମରିଯାଇଥିଲା, ଆଉ ଗୋଟିଏ ଗଛର ମାନେ ପତ୍ର ବି ମଧ୍ୟ ଶୁଖି ଯାଇଥିଲା। ସେଇ ପତ୍ର ଶୁଖି ଯିବାରୁ ସେଇ ଗଛର ମାନେ ଗଛଟି କାଟିଦବା ପାଇଁ ଜଣେ ଦିନେ ସକାଳେ କଣ ହେଲା, ଜିତେନ୍ଦ୍ର ବୋଲି ଜଣେ କର୍ମୀ ଥିଲେ, ସେ ସେଇ ଗଛଟିକୁ କାଟିବାକୁ ଯାଉଥିଲେ। ଆଉ ସେଇ ଗଛ କାଟିଲା ବେଳେ ଦାଦା ସେଇ ବାଟେ ଯାଉଥିଲେ। ଆଉ ଦାଦା ସାଙ୍ଗେ ସାଙ୍ଗେ କହିଲେ ଯେ ଏଇ ଗଛଟା କାହିଁକି କାଟୁଛନ୍ତି, କାଟନ୍ତୁନି।
ସେ ଆଉ କାଟିଲେନି। ତାପରେ ପ୍ରତ୍ୟେକ ଦିନ ଶିଶି ବରଦା 8ଟା ବେଳେ ସେଇ ରାସ୍ତା ଦେଇ ବରଦାଙ୍କ ସାଙ୍ଗରେ ଯାଆନ୍ତି ଆଶ୍ରମକୁ, ବରଦାଙ୍କ ଘରୁ ଆଶ୍ରମକୁ ଯାଆନ୍ତି। ସେ ଯେତେବେଳେ ବରଦାଙ୍କ ସାଙ୍ଗରେ ଯାଉଥିଲେ ଶିଶି ବରଦାଙ୍କୁ ସେ କହିଲେ ଯେ ଆଜି ଜିତେନ ଏଇ ଗଛଟାକୁ କାଟି ଦଉଥିଲେ, ତେଣୁ ଲୋକ ଲଗେଇ କାଟି ଦଉଛନ୍ତି। ଶିଶି ପୂଜ୍ୟପାଦ ବରଦା ସାଙ୍ଗେ ସାଙ୍ଗେ କହିଲେ ଯେ କାଟିବା ଦରକାର ନାହିଁ, ଯେତେବେଳେ ସେଇ ବାଟରେ ଯିବା ମାନେ କାଟିବା କିଛି ଦରକାର ନାହିଁ। ତେଣୁ ସେ କାଟିଲେନି। ପ୍ରକୃତରେ ଯେତେବେଳେ ସେଇ ବାଟରେ ବରଦା ଯିବା ଆସିବା କରନ୍ତି ସେଇ ଗଛ ଆଡେ ଚାହିଁକି ଦେଖନ୍ତି, ପୁଣି ଚାଲି ଯାଆନ୍ତି। ଏମିତି ଯିବା ଆସିବା କରୁ କରୁ ଦିନେ ହଠାତ୍ ସମସ୍ତଙ୍କ ନଜର ପଡିଲା ଯେ ସେଇ ଗଛରେ ମାନେ ନୂଆ ନୂଆ ପତ୍ର ହେଇଛି, ଆଉ ଗଛଟିକୁ ସୁନ୍ଦର ଭାବରେ ଉଠିଛି। ମାନେ ଏଇଟା ହଉଛି ବରଦାଙ୍କର କେତେ ଦୟା ଦେଖନ୍ତୁ, ତାଙ୍କର ଆଶୀର୍ବାଦ, ତାଙ୍କର ଦୟା, ତାଙ୍କର ଆଖିର ଯୋଉ ତାଙ୍କର ନାମମୟ ଶରୀର, ତାଙ୍କର ଆଖିର ଯୋଉ ପାୱାର, ସେଇ ପାୱାରରେ ହିଁ ସେଇ ଗଛଟି କେତେ ସୁନ୍ଦର ଭାବେ ବଢି ଉଠିଛି। ଆଉ ସେଇପରି ଆଉ ଥରେ ବି ସେଇ ନିମ୍ବ ଡାଳ ଗୋଟେ ପଡି ଯାଇଥିଲା, ଭାଙ୍ଗି ଯାଇଥିଲା, ସମସ୍ତେ ହୁଏତ ଜାଣିଥିବେ। ନିମ୍ବ ଡାଳ ଗୋଟେ ଭାଙ୍ଗିଥିଲା ଆଉ ପୁରା ମୋଡି ହେଇ ଛିଡି ଯାଇଥିଲା, ଆଉ ଶିଶି ବରଦା ତାକୁ ସୁନ୍ଦର ଭାବରେ ବ୍ୟାଣ୍ଡେଜ କରିଦେଇଥିଲେ, ଆଉ ଗଛଟା ଖୁବ ସୁନ୍ଦର ଭାବରେ ଯୋଡା ଲାଗି ଯାଇଥିଲା। ମାନେ ପ୍ରକୃତରେ ଏଇ ସବୁ ମାନେ ବରଦାଙ୍କର କେତେ ସୁନ୍ଦର ଭାବେ, ମାନେ ବରଦାଙ୍କର ସବୁ କିଛି ମାନେ କେତେ ସୁନ୍ଦର ଭାବେ ହଉଛି ଦେଖନ୍ତୁ। ମାନେ ଆଉ ଥରେ ମୋର ମନେ ଅଛି, ମୁଁ ଥରେ ବାବା ମାଙ୍କ ସାଙ୍ଗରେ ଯାଇଥାଏ ଆଶ୍ରମ, ଆଉ ଯେତେବେଳେ ଯାଏ ଶିଶି ବରଦାଙ୍କ ପାଇଁ କିଛି ନା କିଛି ହାତରେ ନେଇକି ଯାଇଥାଏ। ସେଥର ମୁଁ କିଛି ପୁରୀର ଖଜା ନେଇକି ଯାଇଥିଲି। ତାପରେ ସେଇ ଖଜା ନେଇ ଯେତେବେଳେ ଯାଇଥାଏ, ସେଇ ଖଜା ରଖିଦେଇ ମା ଯାଇକି ଖଜାକୁ ଦେଲେ, କହିଲେ ରାଙ୍ଗମା ଆଉ କିଛି ଖଜା ଆମେ ଆଣିଛୁ ପୁରୀରୁ। ରାଙ୍ଗମା କହିଲେ ଏତେ ଖଜା କଣ ହବ? ଆଉ ତୁ ଗୋଟେ କାମ କର, କାଲି ରାଙ୍ଗମାଙ୍କର ଯୋଉ ରୋଷେଇ ଘର, ଠାକୁର ପରିବାର ଯୋଉ ରୋଷେଇ ଘର, ସେ ରୋଷେଇ ଘର ମଧ୍ୟ ମା, ରୋଷେଇ ଘର ନୁହଁ ସେଇଟା ଭଣ୍ଡାର କୁହନ୍ତି, ସେ ଭଣ୍ଡାର ଘରେ ମା ମଧ୍ୟ ଯାଇକିରି କିଛି ସଜଡା ସଜଡି ଯେତେ ଦିନ ରୁହନ୍ତି ସେ ମାନେ ରାଙ୍ଗମାଙ୍କ ହାତେ ହାତେ କିଛି କାମ କରନ୍ତି, ସେଇ ଘରେ ବି ଯାଆନ୍ତି। ମାନେ ତାଙ୍କୁ ସେତିକି ମାନେ ପରମିସନ ଥିଲା। ତ ରାଙ୍ଗମା କହିଲେ ତମେ ଗୋଟେ କାମ କର, ଏଇ ଖଜା ଗୁଡାକ ସେଇ ଗୋଟେ କୋଣରେ ରଖିଦିଅ, ଆଉ ସେଇ କୋଣରେ ରଖିଦେଲା ପରେ ଯଦି ସେଇ ମାନେ କାଲି ସକାଳେ ଯେତେବେଳେ ସମସ୍ତେ ଖାଇ ବସିବେ, ସେତେବେଳେ ସେଇ ଖଜା ଗୁଡିକ ନେଇକିରି ତମେ କଣ କରିବ ନା ସମସ୍ତଙ୍କୁ ଗୋଟେ ଗୋଟେ ଦେଇଦବ। ମା କହିଲେ ଠିକ ଅଛି, ଆଉ କିଛି କହିଲେନି, କହିଲେ ଆଚ୍ଛା ଠିକ ଅଛି ସେଇଟା ଦେଇଦେବି। ତ ତାପରେ ମୁଁ ସନ୍ଧ୍ୟାବେଳେ ଯେତେବେଳେ ବରଦାଙ୍କ ପାଖରେ ବସିଛି, ସେତେବେଳେ ବରଦା ମତେ ଚାହିଁ କହିଲେ, ହସିଲେ, କହିଲେ আমার জন্য কি এনেছিস? তো ମୁଁ ସାଙ୍ଗେ ସାଙ୍ଗେ କହିଲି আপনার জন্য পুরী থেকে অনেক খাজা এনেছি। ବହୁତ ଖୁସି ହେଇଗଲେ ବରଦା। ତାପରେ ସେତିକି କଥା ଦେଖନ୍ତୁ, ମୁଁ ବରଦାଙ୍କୁ କହିଛି ବୋଲି ମା ବି ଜାଣିନାହାନ୍ତି, ମା ବି ଶୁଣି ନାହାନ୍ତି। ମୁଁ ସେଇଠି କହିଦେଇ ତାପରେ ମୁଁ ତ ଫେରି ଆସିଛି। ତାପରେ ଆସି ଆମେ ସକାଳେ ହେଲେ ଆମେ ପ୍ରାର୍ଥନା ପ୍ରେୟାର କରି ତାପରେ ଠାକୁର ପ୍ରଣାମ କରି ଯାଇଛୁ। ତା ମଧ୍ୟରେ କଣ ହେଇଛି ନା ବରଦାଙ୍କୁ ଜଳଖିଆ ମାନେ ଦିଆହେଇଛି, ଭୋଗ ଦିଆହେଇଛି। ସେତେବେଳେ ଚା ଟିଫିନ ଖାଇଲା ବେଳେ ସେତେବେଳେ ଶିଶି ବରଦା ରାଙ୍ଗମାକୁ କହୁଛନ୍ତି যে বেলু পুরী থেকে খাজা এনেছিল, সেই খাজা আমাকে দাও। তো রাঙামা ସାଙ୍ଗ ମୁଣ୍ଡ ଖରାପ, କହିଲେ କଣ କରିବୁ, ବର୍ତ୍ତମାନ ତ ଯାଇ ସାଙ୍ଗେ ସାଙ୍ଗେ ଡାକିଲେ ମାଙ୍କୁ, ମା ବି ଘରେ ନାହାନ୍ତି, ମା ବି ଯାଇଛନ୍ତି ଆଶ୍ରମ, ଠାକୁର ବାଡି ଯାଇଛନ୍ତି। ସେଠୁ ମା ସାଙ୍ଗେ ସାଙ୍ଗେ ସେତିକି ସମସ୍ତେ ଦୌଡା ଦୌଡି ହଉଛନ୍ତି, ବରଦା ଚାହିଁଛନ୍ତି ଖଜା ଖାଇବାକୁ, ରାଙ୍ଗମା ବି ଖୋଜି ପାଉନାହାନ୍ତି, କାହିଁକି ନା ରାଙ୍ଗମା ନିଜେ ହାତରେ ରଖିନାହାନ୍ତି, ସେ ମାଙ୍କୁ କହି ଯାଇଛନ୍ତି ସେଟା ରଖିବା ପାଇଁ, ତେଣୁ ରାଙ୍ଗମା ପାଉନାହାନ୍ତି। ତ ସାଙ୍ଗେ ସାଙ୍ଗେ ସେତିକି ବେଳେ ସେମାନେ ମାଙ୍କୁ ଖୋଜି ଆଣିବା ପାଇଁ ଲୋକ ପଠେଇଲା ବେଳକୁ ସେତିକି ବେଳେ ମାଙ୍କର ମୋର ବରଦାଙ୍କର ଗେଟ୍ ଭିତରେ ପଶୁଛୁ, ସେ ସାଙ୍ଗେ ସାଙ୍ଗେ ଦେଖି ଜଣେ ଦାଦା ଦେଖି କହିଲେ ଜଲ୍ଦି ଜଲ୍ଦି ଆସ, ଆଉ ବରଦା ମାନେ କାଲି ଯୋଉ ଖଜା ଆଣିଛି ସେଇ ଖଜା ଖାଇବା ପାଇଁ ବରଦା ଚାହୁଁଛନ୍ତି। ଆଉ ସାଙ୍ଗେ ସାଙ୍ଗେ ଯାଇ ସେଇ ଖଜାଟି ମାନେ ତାଙ୍କୁ ଭୋଗ ଦିଆ ହେଲା। ଦେଖନ୍ତୁ ତାଙ୍କର କେତେ ମାନେ ଦୟା, ସାମାନ୍ୟ ଆମେ ଯାହା ବି ଆଣିଛୁ ସେ ସାମାନ୍ୟ ଜିନିଷ ହେଲେ ମଧ୍ୟ ଶିଶି ବରଦାଙ୍କର କେତେ ଦୟା ଦେଖନ୍ତୁ, ସେ କାହାରି ମନରେ ଦୁଃଖ ଦେବାକୁ ଚାହାନ୍ତିନି। ଆଉ ସମସ୍ତେ ଜାଣିଥିବେ ଶିଶି ବରଦା ତ ପୁରୀ ବହୁତ ଭଲ ପାଆନ୍ତି, ଓଡିଶାକୁ ତ ସେ ବହୁତ ଭଲ ପାଆନ୍ତି। ଓଡିଶା ହଉଛି ତାଙ୍କର ପ୍ରକୃତରେ ମାନେ ବହୁତ, ସବୁ ଓଡିଶା ବାସୀଙ୍କୁ ଯେମିତି ଭଲ ପାଆନ୍ତି ଓଡିଶାକୁ ମଧ୍ୟ ସେ ଭଲ ପାଆନ୍ତି। ତେଣୁ ସେଇ ଓଡିଶା ପାଇଁ ସେ ସବୁବେଳେ ସବୁ କିଛି ମାନେ ଓଡିଶାର ଲୋକମାନଙ୍କୁ ବି ସେ ବହୁତ ଭଲ ପାଉଥିଲେ। ଥରେ ସେ ଦାଦା କହୁଥିଲେ ଯେ ମାନେ କହୁଥିଲେ 92ରେ ଥରେ ଶିଶି ବରଦା ପୁରୀ ଆସିଥିଲେ, ଆଉ ସେ ସମୟରେ ଗୌହାଟୀରୁ ଜଣେ କାମିନିଦା ବୋଲି ଜଣେ ତାଙ୍କ ପରିବାରର ସମସ୍ତଙ୍କୁ ନେଇକି ଏବଂ ତାଙ୍କର ମାନେ ସମସ୍ତଙ୍କୁ ତାଙ୍କ ପରିବାର ସେଟା ତାଙ୍କ ବନ୍ଧୁବାନ୍ଧବଙ୍କୁ ନେଇକରି କିଛି ଗୁରୁ ଭାଇଙ୍କୁ ନେଇକରି ସେ ଦର୍ଶନ କରିବାକୁ ଆସିଥିଲେ ଶିଶି ବରଦାଙ୍କୁ। ଆଉ ସେତେବେଳେ କଣ ହେଇଛି ନା ପୁରୀ ମାନେ ସେଇ ପୁରୀ ପାଖରେ ମନ୍ଦିର ପାଖରେ ଗୋଟେ ହୋଟେଲରେ ସେ ରହୁଥିଲେ, ତେଣୁ ସେଇ ହୋଟେଲରେ ଯୋଉ ପିଲାଟି ଥିଲା ବୟ, ତାକୁ ଯାଇକି ସେ କହିଥିଲେ ଯେ ତାକୁ ପଚାରିଲେ ଯେ ଆରେ ପୁରୀରେ କଣ କଣ ଅଛି, କଣ କଣ ଦେଖିବାକୁ ଅଛି? ସେ ପିଲାଟି କହିଲା ଯେ ବହୁତ କିଛି ଦେଖିବାକୁ ଅଛି,
କହିଲେ ଆପଣ ତ ପ୍ରଭୁ ଜଗନ୍ନାଥଙ୍କୁ ଦେଖିଛନ୍ତି, ପ୍ରଭୁ ଜଗନ୍ନାଥ ଅଛନ୍ତି ଏବଂ ମଣିଷ ଜଗନ୍ନାଥ ମଧ୍ୟ ଅଛନ୍ତି। ତ ସେ କାମିନୀ ତାକୁ ପଚାରିଲେ ଯେ ପ୍ରଭୁ ଜଗନ୍ନାଥ ଅଛନ୍ତି ପୁଣି ମଣିଷ ଜଗନ୍ନାଥ କଣ? ସେ ପିଲାଟି କହିଲା ଆଜ୍ଞା ଖୁବ ପାଖରେ ଗୋଟେ ମନ୍ଦିର ଅଛି, ଆଉ ସେଇ ମଣିଷ ଜଗନ୍ନାଥ ରହୁଛନ୍ତି। ପ୍ରତିଦିନ ସକାଳେ ବିଶାଳ ଲାଇନ ପଡେ। ପ୍ରକୃତରେ ଆମେ ଯେତେବେଳେ ପୁରୀ ମନ୍ଦିର ଯାଉ, ମନ୍ଦିରରେ କୌଣସି ଲାଇନ ନଥାଏ, ଖୁବ ସୁନ୍ଦର ଭାବେ ସମସ୍ତେ ଯାଆନ୍ତି, କିନ୍ତୁ ସେଠି ବିଶାଳ ଲାଇନ, ଆଉ ସମସ୍ତେ ଯାଇ ଠିଆ ହୁଅନ୍ତି ଆଉ ଦର୍ଶନ କରନ୍ତି, ପ୍ରଣାମ କରନ୍ତି। ସେଟା ଶୁଣି ମାନେ ସେ କହିଲେ ଯେ ଆପଣ ଯାଇକି ଥରେ ଦେଖି ଆସନ୍ତୁ ନା। ମୁଁ ଯାଇ ସେ ଦିଥର ଦେଖି ଆସି ସେ ମଣିଷ ଜଗନ୍ନାଥଙ୍କୁ, ଆଉ କୋଉଠି ପାଇବେନି ସେମିତି। ପୂଜ୍ୟପାଦ ଦାଦା ନିଜେ କହିଥିଲେ। ଆଉ ପିଲାଟି ସେଇ ଚକା ଆଖି ତାକୁ ମୋହିତ କରିଥିଲା। ଏପରି ଚକା ଆଖି ସେ ମଧ୍ୟ କୋଉଠାରେ ଦେଖିନି ବୋଲି କହିଥିଲା। ଏଇ ଆଖି ଦେଖି ତାର ମନେ ହୋଇଥିଲା ଯେ ସ୍ଵୟଂ ଜଗନ୍ନାଥ ଦୁଇ ଆଖି ମେଲି ପୃଥିବୀର ସବୁ କିଛି ଦେଖି ପାରୁଛନ୍ତି। ପ୍ରକୃତରେ ସେ ହଉଛନ୍ତି ସେଇ ଚକାଡୋଳା ଜଗନ୍ନାଥ, ମଣିଷ ଜଗନ୍ନାଥ ବୋଲି ସେ ପୁରୀ ଏତେ ଭଲ ପାଉଥିଲେ, ଓଡିଶାକୁ ଏତେ ଶ୍ରଦ୍ଧା ଭକ୍ତି କରୁଥିଲେ। ପୁରୀରେ ମଧ୍ୟ ସେ ବଡଦାଙ୍କ ନିର୍ଦ୍ଦେଶରେ ଥରେ ପୁରୀରେ ଶ୍ରୀ ବଡଦା ଯେତେବେଳେ ପୁରୀ ଆସନ୍ତି ମୁଁ ମଧ୍ୟ ପୁରୀ ଯାଏ। ଥରେ ଶ୍ରୀ ବଡଦାଙ୍କ ନିର୍ଦ୍ଦେଶରେ ମୁଁ ପୁରୀରେ ଥାଏ, ଆଉ ସେତେବେଳେ ଶ୍ରୀ ବଡଦାଙ୍କ ନିର୍ଦ୍ଦେଶରେ ଗୋଟେ ଗୀତଟେ ଗାଇଥିଲି। ଶ୍ରୀ ବଡଦା କୁହନ୍ତି ଗୀତଟା ଗାଇବା ପାଇଁ। ମୁଁ ବହୁତ ଗୀତ ଗାଇଛି, କିନ୍ତୁ ଥରେ ଗୋଟେ ଗୀତ ଗାଇଥିଲି, ସେଇ ଗୀତଟି ହଉଛି ହରିନାମ କ୍ୟା ପ୍ୟାଲା। ଆଉ ଶ୍ରୀ ବଡଦା ଏତେ ଭଲ ଲାଗିଥିଲା ତାଙ୍କୁ, ସେଦିନ ସେ ଆଚାର୍ଯ୍ୟ ଦେବଙ୍କ ଯୋଉ ମା ଥିଲେ, ସେଇ ମାଙ୍କୁ ଏବଂ ରାଙ୍ଗା ମାଙ୍କୁ ଡାକି ଆଉ ଥରେ ଭଜନଟି ମତେ ଗାଇବା ପାଇଁ କହିଥିଲେ। ସେଦିନ ଠାରୁ ମୁଁ ଯେତେ ଥର ମୁଁ ଗୀତ ମାନେ ଯେତେବେଳେ ଶ୍ରୀ ବଡଦାଙ୍କ ପାଖକୁ ଯାଏ, ଶ୍ରୀ ବଡଦା ମତେ କୁହନ୍ତି ଆସିଗଲା ହରିନାମ କା ପ୍ୟାଲା। ଆଉ ସାଙ୍ଗେ ସାଙ୍ଗେ ମାନେ ଏମିତି ଭାବରେ ଇସାରା ଦିଅନ୍ତି ଯେ ମୁଁ ସେଇ ଗୀତଟି ପୁଣି ଥରେ ସେଇଠି ଗାଏ। ଆଉ ଥରେ ମୁଁ ଶ୍ରୀ ବଡଦାଙ୍କ ସହିତ ଓଡିଶାରୁ ସବୁଆଡେ ବୁଲି ବୁଲି ଶେଷରେ ଆଶ୍ରମ ଯାଇଥିଲେ ଶ୍ରୀ ବଡଦାଙ୍କ ସାଙ୍ଗରେ। ବାବା ମଧ୍ୟ ସାଙ୍ଗରେ ଯାଇଥାନ୍ତି। ସେଠାରେ କିଛି ଦିନ ଆମେ ରହିଲୁ। ରହିଲା ପରେ ଯେତେବେଳେ ଘରକୁ ଫେରି ଆସିବୁ, ବାବା ଯାଇ ବଡଦାଙ୍କ ପାଖରେ ପ୍ରଣାମ କଲେ ଆଉ ଅନୁମତି ମାଗିଲେ। ଆଉ ବଡଦା ସାଙ୍ଗେ ସାଙ୍ଗେ କହିଲେ ଯେ ସେତେବେଳେ ମୁଁ ବି ସ୍କୁଲରେ ପଢୁଥାଏ, ଆଉ ମୋର ସ୍କୁଲ ମଧ୍ୟ ଖୋଲି ଯାଇଥିଲା। ସେତେବେଳେ ବାବା ସେଥିପାଇଁ କହିଲେ ଆମେ ପଳେଇବା। ଯାଇ ଅନୁମତି ମାଗିଲେ। ଶ୍ରୀ ବଡଦା କହିଲେ ଯେ ତୁଇ ଯାବି ତ ସାବଧାନେ ଯାସ। ମାନେ ଦେଖନ୍ତୁ କେତେ ସୁନ୍ଦର ଭାବେ କହିଲେ, ତୁଇ ଯାବି ତ ସାବଧାନେ ଯାସ। ବାସ୍ ତାପରେ ତ ମୋର ହେଇଗଲା। ବାବା କହିଲେ ବାସ୍ ବାବା ତ ବଡଦା ତ କହିଛନ୍ତି ଯାସ ବୋଲେ ଯାବି, ମାନେ আমরা দুজনে যাব বলে বলেননি তো। তো ମୋ କଥା ଆଉ ସେଠି ଉଠିଲିନି, ମୁଁ ପୁଣି ଥରେ ରହିଗଲି। ଆଉ ସେତେବେଳେ ମୁଁ ଆଶ୍ରମରେ ଥିଲାବେଳେ ପ୍ରତ୍ୟେକ ଦିନ ଦେଖିଛି ପ୍ରେୟାର ହୁଏ, ପ୍ରାର୍ଥନା ହୁଏ। ପ୍ରାର୍ଥନା ପରେ ଶ୍ରୀ ବଡଦା ଜଳଖିଆ ପ୍ରତ୍ୟେକ ଦିନ ଭୋରୁ ଶ୍ରୀ ବଡଦା ଯାଆନ୍ତି, ଆଉ ମାନେ ଚା ଖାଇ ପୁଣି ଘରକୁ ଫେରି ଯାଆନ୍ତି, ଆଶ୍ରମ ଫେରି ଯାଆନ୍ତି, ପୁଣି ସେଠୁ ଆସନ୍ତି, ପୁଣି ଠାକୁର ବାଡି ଆସି ବସନ୍ତି, ବହୁତ ସମୟ ବସନ୍ତି। ତା ଭିତରେ ସେ ମାନେ କି ସୁନ୍ଦର ସତ୍ୟାନୁସରଣ ପାଠ ବି ହୁଏ। ଆଉ ଏଇ ସତ୍ୟାନୁସରଣ ପାଠ ଭିତରେ ମାନେ କେତେ ଥର ସବୁ ଛୋଟ ଛୋଟ ଯେତେ ଛୁଆ ମାନେ ଆସନ୍ତି, ସେ ଛୁଆ ମାନେ କେମିତି ଆସି ମାନେ ବଡଦାଙ୍କ ଠାକୁର ବାଡି ଆସିବେ, କେମିତି ସକାଳୁ ପ୍ରାର୍ଥନା କରିବେ, ସେଥିପାଇଁ ଶ୍ରୀ ବଡଦା ସବୁବେଳେ ଗୋଟେ ବ୍ୟବସ୍ଥା ମଧ୍ୟ କରିଥିଲେ। ପୁରୀ ତରକାରୀର ଗୋଟେ ବ୍ୟବସ୍ଥା କରିଥିଲେ। ସମସ୍ତେ ପ୍ରାର୍ଥନା ପରେ ପୁରୀ ତରକାରୀ ଖାଇବେ, ପିଲାମାନେ ମାନେ ଖୁସି ହେବେ। ସେଥିପାଇଁ ସେମାନେ ମଧ୍ୟ ଆସନ୍ତି। ଛୋଟ ଛୋଟ ପିଲାମାନେ, ବହୁତ ଛୋଟ ଛୋଟ ପିଲାମାନେ ଆସନ୍ତି, ମୁଁ ନିଜେ ଦେଖିଛି। ଆଉ ସମସ୍ତେ ଆସି ବସନ୍ତି, ପ୍ରେୟାର ପରେ ସମସ୍ତେ ବସନ୍ତି, ତାପରେ ପୁରୀ ତରକାରୀ ଖାଆନ୍ତି, ଯାଆନ୍ତି। ତା ସେଇ ଯୋଉ ସତ୍ୟାନୁଷ୍ଠାନ ପଢା ହୁଏ ପ୍ରତ୍ୟେକ ଦିନ, ସେଇ ସତ୍ୟାନୁଷ୍ଠାନ ଭିତରେ ମାନେ ବଡଦା ସମସ୍ତଙ୍କୁ କୁହନ୍ତି ଯେ ମାନେ ଆଜି ଧର ମତେ କହିବେ, କାଲି ମାନେ ଆଗ ଦିନ କହିଦିଅନ୍ତି କାଲି ପର ପାରାଗ୍ରାଫ ଟା ସେ ପଢିବ, ପର ପାରାଗ୍ରାଫ ଟା ସେ ପଢିବ। ମୁଁ ମଧ୍ୟ ବହୁତ ଥର ପଢିଛି। ମତେ ବି ବହୁତ ଥର ମାନେ ସୁଯୋଗ ଆସିଛି, ଏଇ ସୁଯୋଗ ଟା ମୁଁ ବହୁତ ଥର ପାଇଛି। ଆଉ ଯଦି ମାନେ କିଛି ଭୁଲ ଥାଏ, ଆମେ ଧର କହିଲୁ ତାର କିଛି ଭୁଲ ଥିବ, ତାହେଲେ ଶ୍ରୀ ବଡଦା ଖୁବ ସୁନ୍ଦର ଭାବେ ବୁଝେଇ ଦିଅନ୍ତି। ମାନେ ଧର ମୁଁ ଗୋଟେ କହୁଛି যে সত্যানুসরণের ଗୋଟେ ইয়ে, যেখানে গমন করলে মনের গ্রন্থির মোচন বা সমাধান হয়, তাই তীর্থ। ମାନେ ଏଇ ଯୋଉ ପାରାଗ୍ରାଫଟା ପଢା ହେଲା, ଶ୍ରୀ ବଡଦା ଗୋଟେ ଛୋଟ ପିଲାକୁ ପଚାରିଥିଲେ ଯେ ସବୁଦିନ ଗୋଟେ ଲାଇନ ଥାଏ, ଗୋଟେ ଝିଅ ମାନଙ୍କର ଗୋଟେ ପୁଅ ମାନଙ୍କର। ଆଉ ସେ ଝିଅଟିକୁ ପଚାରିଲେ, ଝିଅଟି କିଛି ନ କହି ଚୁପ ରହିଥିଲା। ଶ୍ରୀ ବଡଦା କେତେଟା ତୀର୍ଥର ନାମ କହ ଆଗ। ମାନେ ଯୋଉ ପ୍ରଥମ ଦେଖନ୍ତୁ ତାଇ ତୀର୍ଥ, ସେ ତୀର୍ଥର ନାମ କହିବା ପାଇଁ କହିଲେ। ସେ ଝିଅଟି କହିଲା କାଶୀ, ବୃନ୍ଦାବନ। ଶ୍ରୀ ବଡଦା ସେଠୁ କହିଲେ ଦେଓଘର କଣ ତୀର୍ଥ ନୁହେଁ? କେତେ ଲୋକ ତ ଦେଓଘର ଆସନ୍ତି, କେତେ ଲୋକ ତ ମାନେ ତୀର୍ଥସ୍ଥାନ ବୋଲି ଆସନ୍ତି, ତାହେଲେ ତୀର୍ଥ କାହାକୁ କୁହନ୍ତି? ଝିଅ କହିଲା ଯେଉଁଠି ଗଲେ ମନର ଗ୍ରନ୍ଥିର ସମାଧାନ ହୁଏ, ସେଇଟା ହିଁ ତୀର୍ଥ। ମନର ଗ୍ରନ୍ଥି, ଶ୍ରୀ ବଡଦା କହିଲେ ମନର ଗ୍ରନ୍ଥି ମାନେ କଣ? ଗ୍ରନ୍ଥି କାହାକୁ କୁହନ୍ତି? ଜଣେ କହିଲେ ମନର କୁସଂସ୍କାର ହଉଛି ଗ୍ରନ୍ଥି। ପ୍ରକୃତରେ ମନର ଗ୍ରନ୍ଥି ମାନେ, ଶ୍ରୀ ବଡଦା କହିଲେ ମନର ଗ୍ରନ୍ଥି ମାନେ କଣ ଜାଣିଛ? ଗଣ୍ଠି। ନିଜର ଶ୍ରୀ ବଡଦା ନିଜେ ଘୋଡେଇ ଶବ୍ଦଟିକୁ ବାହାର କରିଦେଲେ, ବାହାର କରି ସେଠି ଗୋଟେ ଗଣ୍ଠି ବାନ୍ଧିଦେଲେ। ଆଉ ସେମାନଙ୍କୁ କହିଲେ ଯେ ଗ୍ରନ୍ଥି ମାନେ ଗଣ୍ଠି, ଆଉ ଗ୍ରନ୍ଥ ମାନେ ହଉଛି ବହି।
ତାପରେ ପଚାରିଲେ ମନର ଗ୍ରନ୍ଥି ମାନେ କଣ? ମନର ଗ୍ରନ୍ଥି ମାନେ ଗଣ୍ଠି। ମାନେ ଶିଶି ବର୍ଦା କହିଲେ, ଏହାପରେ ସେମାନେ ସେମାନଙ୍କୁ କହିଲେ ଯେ ବହୁତ ସୁନ୍ଦର ଭାବେ କହିଲେ, ତାହେଲେ କୁହ ଯେ ମନର ଗଣ୍ଠି କଣ ଆଉ କିପରି ତାହା ମୋଚନ ହୁଏ? ଛୋଟ ପିଲାମାନେ ଉତ୍ତର ଦେଇ ପାରିଲେନି। ସେଠି ନମିତା ବସିଥିଲେ। ନମିତା କହିଲେ ଆମର ମନ ମଧ୍ୟରେ ବହୁତ କୁସଂସ୍କାର ଅଛି, ସେଗୁଡିକ ଦୂର କରିବାକୁ ହୁଏ ବିଭିନ୍ନ ରକମରେ, ସେଗୁଡିକ ଦୂର କରିବାକୁ ହୁଏ ମାନେ କିପରି, ମାନେ ସେ ଏକଥା କହିଲେ। ସେତେବେଳେ ଶିଶି ବର୍ଦା କହିଲେ କୁସଂସ୍କାର ଛୋଟ ବି ହୋଇପାରେ ପୁଣି ବଡ ବି ହୁଏ। ଦେଖନ୍ତୁ କେତେ ସୁନ୍ଦର ଭାବେ ସେ ବୁଝେଇ ଦେଲେ ସାମାନ୍ୟ କଥାକୁ, ଯେ ଛୋଟ ମାନେ ଯେପରି ମୁଁ ବ୍ରାହ୍ମଣ କ୍ଷୁଦ୍ର ପାଖକୁ ଗଲେ ଏକାଠି ବସିବା ଠିକ ହୁଏ ନା, ମୁଁ ନିଜେ ବଡ ଏମିତି ଭାବି ଏଇସବୁ ହେଲା ଗ୍ରନ୍ଥ। ଦେଖନ୍ତୁ କେତେ ସୁନ୍ଦର ବୁଝିଲେ ଯେ ସେ ମାନେ ବହୁତ ସୁନ୍ଦର ବୁଝେଇଲେ। ଯାହା ହଉ ଯେପରି ସେ ସେଇପରି ବଡ ହୁଏ, ଯେ ଯେପରି ସେ ସେପରି ବଡ ହୁଏ। ଆମର ପ୍ରତ୍ୟେକଙ୍କର ନିଜ ନିଜର ବୈଶିଷ୍ଟ୍ୟ ଅଛି। ନିଜ ନିଜର ବୈଶିଷ୍ଟ୍ୟରେ ମାନେ ବୈଶିଷ୍ଟ୍ୟବାନ। ଆମେ ଠାକୁରଙ୍କୁ ପ୍ରସାଦ ନଉଛୁ, ଠାକୁରଙ୍କ ପ୍ରସାଦ ଯେତେବେଳେ ନଉଛୁ ସମସ୍ତେ ଏକା ସାଙ୍ଗରେ ବସୁଛୁ, ସମସ୍ତେ ଏକା ସାଙ୍ଗରେ ବସି ଖାଉଛୁ। ଆଉ ସମସ୍ତଙ୍କୁ ଯେତେବେଳେ ଏକା ସାଙ୍ଗେ ଖାଉଛୁ ସମସ୍ତେ ଆପଣାର ମନେ ହଉଛି, ଭାଇ ଭାଇ ବୋଲି ମନେ ହଉଛି। ସମସ୍ତଙ୍କୁ ଆପଣାର ନ ଭାବିବାକୁ ହିଁ ମନର ଗ୍ରନ୍ଥି କୁହାଯାଏ। ପ୍ରକୃତରେ ସମସ୍ତଙ୍କୁ ଯେ ଆପଣାର ନ ଭାବିବେ ସେଇଟାକୁ ହିଁ ମନର ଗ୍ରନ୍ଥି କୁହାଯାଏ। ସମସ୍ତେ ଏକାଠି ପ୍ରାର୍ଥନା କରିଲେ, ଠାକୁରଙ୍କ ପ୍ରସାଦ ପାଇଲେ, ଗୋଟିଏ ପ୍ୟାଣ୍ଡେଲରେ ରହିଲେ, ଜାତି ଭେଦ କିଛି କରିଲେ ନାହିଁ, କାହାକୁ ଛୋଟ ମନେ କଲୁନି କି କାହାକୁ ଭେଦଭାବ କଲୁନି। ଏଥିରେ କୌଣସି ଗଣ୍ଠି ନାହିଁ, ଗଣ୍ଠି ନାହିଁ। ସମସ୍ତଙ୍କୁ ଭଲ ପାଇବା, ସମସ୍ତଙ୍କ ଦୁଃଖରେ ଦୁଃଖୀ ହେବା, ଆଉ ସମସ୍ତଙ୍କର ବ୍ୟଥାରେ ବ୍ୟଥା ପାଇବା, ଏଇଟା ହିଁ ଗ୍ରନ୍ଥି ମୋଚନ। କେହି ଅଛନ୍ତି ଘରେ, କେହି ଅନ୍ୟ ଜାତିର ଲୋକ ଆସିଲେ ହିଁ କୁହନ୍ତି ଏପରି ସଂକୀର୍ତ୍ତନ ପାଇଁ ମଣିଷ ମନରେ ଶାନ୍ତି ପାଏନା। ତେଣୁ ଦେଖନ୍ତୁ ଗୋଟିଏ ଛୋଟ ସେଣ୍ଟେନ୍ସ ନେଇ ଶ୍ରୀ ବର୍ଦା କେତେ ସୁନ୍ଦର ଭାବରେ ବୁଝେଇ ଦେଲେ। ଏହିପରି ପ୍ରତ୍ୟେକ ପ୍ରାଞ୍ଜଳ ଭାବେ ସେ ଶିବ ବର୍ଦା ବୁଝାନ୍ତି। ଆଉ ଛୋଟ ପିଲାମାନେ ମଧ୍ୟ ତାଙ୍କର ଜୀବନ କିପରି ଚଳିବ, ଜୀବନ ଶୈଳୀ ରହିବ, ତାଙ୍କର ଇଷ୍ଟଙ୍କ ପ୍ରତି ଭାବ କିପରି ଆସିବ, ଏଇ ସବୁ ସେ ସମସ୍ତେ ଜାଣିଥାନ୍ତି। ଏହିପରି ଥିଲେ। ଆଉ ମାନେ ଛୋଟ ଛୋଟ ପିଲାମାନେ ଯୋଉ ଆସୁଥିଲେ, ସେମାନେ ଯୋଉ ଗୀତ ଗାଇ, ମାନେ ତାଙ୍କୁ ଗୀତ ମଧ୍ୟ ଶିଶି ବର୍ଦା ଶିଖଉଥିଲେ। ଆଉ ସେମାନଙ୍କର ସେଇ ଗୀତ ଗାଇବା ମଧ୍ୟରେ ଶିଶି ବର୍ଦା ମାନେ କେତେ ଜଣଙ୍କୁ ମାନେ ଗୀତ ଗାଇବା ପାଇଁ, କାହା ପାଖରେ କିଏ ସୁନ୍ଦର ଭାବେ ଗୀତ ଗାଇଲେ, ମାନେ ତନୁଦା, ମାନେ ସମସ୍ତଙ୍କ ପ୍ରଭାତ ଦା ସେମାନଙ୍କ ପାଖକୁ ମଧ୍ୟ ପଠଉଥିଲେ ଗୀତ ଶିଖିବା ପାଇଁ। ଆଉ ପ୍ରତ୍ୟେକ ଦିନ ହାରମୋନିୟମ ନେଇ ସେଇ ଗୀତ ଗାଇବା ପାଇଁ ମୁଁ ମଧ୍ୟ ସେଇ ସୁଯୋଗ ପାଇଥିଲି। ଏବଂ ଶିଶି ବର୍ଦା ମତେ ତନୁଦାଙ୍କ ପାଖରେ ମୁଁ କିଛି ଦିନ ଗୀତ ମଧ୍ୟ ସେଇ ଆଶ୍ରମରେ ଥିଲା ଭିତରେ ଶିଖିଥିଲି। ଆଉ ଆଶ୍ରମରେ ଶିଖିଲା ଭିତରେ ମୁଁ ଶିଶି ବର୍ଦା ମତେ ହାରମୋନିୟମ ଆଶୀର୍ବାଦ ଦେଇଥିଲେ। ପ୍ରକୃତରେ ଆମେ ଶିଶି ବର୍ଦା ନେଇ ମାନେ ଏତେ ସୁନ୍ଦର ଭାବରେ, ମାନେ ପ୍ରକୃତରେ ଯିଏ ଶିଶି ବର୍ଦାଙ୍କୁ ଦେଖିନାହାନ୍ତି, ଯିଏ ଶିଶି ବର୍ଦା ସଙ୍ଗ କରିନାହାନ୍ତି, ପ୍ରକୃତରେ ଆମେ ଭାବୁଛୁ ଯେ ଦୁଃଖ ଆସିବ। କିନ୍ତୁ ବର୍ତ୍ତମାନ କିନ୍ତୁ ବର୍ଦାଙ୍କ ସଙ୍ଗ ନ ପାଇଲେ ମଧ୍ୟ ଯୋଉମାନେ ବି ପାଇନାହାନ୍ତି, ସେମାନେ ବି କେତେ ସୁନ୍ଦର ଭାବରେ ଆମର ଶିଶି ବର୍ଦା ମାନେ ଆମର ଯୋଉ ଏଇ ଜଗତ ପ୍ରତିଷ୍ଠା କରିଲେ, ଆଉ ପ୍ରତିଷ୍ଠା କରି ଯାଇଛନ୍ତି ବି ସେଇ ଆଚାର୍ଯ୍ୟ ପରମ୍ପରା। ଆଉ ପ୍ରଥମ ପ୍ରଧାନ ଏ ବର୍ଦା ସେ ପ୍ରତିଷ୍ଠା କରିଲେ। ଆଉ ଏବେ ଆଜି ଆମ ସହିତ ଆଚାର୍ଯ୍ୟ ଦେବ ପରମପୂଜ୍ୟ ଦାଦାଙ୍କୁ ଶିଶି ବର୍ଦା ପ୍ରତ୍ୟେକ ବର୍ଷ ଖରା ଦିନେ ଯୋଉ ପୁରୀ ଆସୁଥିଲେ, ସେ ପୁରୀକୁ ବହୁତ ପାଉଥିଲେ। ପୁରୀରେ ମଧ୍ୟ ସେ ସବୁବେଳେ ରହିବା ଚାହୁଁଥିଲେ। ଏଇ ପୁରୀରେ ହିଁ ସେ ଶେଷ ପର୍ଯ୍ୟନ୍ତ ରହିଥିଲେ। ସେଇଟା ହିଁ ହଉଛି ମାନେ ଆମ ପାଇଁ ବହୁତ ଭାଗ୍ୟର କଥା, ଆମ ଓଡିଶାବାସୀଙ୍କ ପାଇଁ ବହୁତ ଭାଗ୍ୟର କଥା। ପ୍ରକୃତରେ ଆଜି ମୁଁ ମୋର ବାପା ମାଙ୍କୁ ସମସ୍ତଙ୍କୁ ପ୍ରଣାମ ଜଣାଉଛି। ମୋ ମା, କାହିଁକି ନା ସେମାନେ ଯଦି ଆଜି ଦୀକ୍ଷା ନେଇନଥାନ୍ତେ, ସେମାନେ ଯଦି ଠାକୁରଙ୍କୁ ପାଇନଥାନ୍ତେ, ଆମେ ମଧ୍ୟ ଠାକୁରଙ୍କୁ ପାଇନଥାନ୍ତୁ। ତାଙ୍କ ପାଇଁ ଆଜି ପ୍ରକୃତରେ ମାନେ ଠାକୁରଙ୍କୁ ମାନେ ସାନ୍ନିଧ୍ୟ ପାଇଛୁ, ଠାକୁରଙ୍କୁ ପାଇଛୁ। ଆଉ ଆମର ଥରେ ଯୋଉ ବିନାୟକ ଦା, ସମସ୍ତେ ଜାଣିଥିବେ ଡକ୍ଟର ବିନାୟକ ଦା, ସେ ଥରେ ଲେଖିଥିଲେ ଶ୍ରୀ ଠାକୁର ଯେପରି ଆମ ମାନଙ୍କର ଗନ୍ତବ୍ୟ, ଶ୍ରୀ ବର୍ଦା ମଧ୍ୟ ସେହିପରି ଆମର ଗନ୍ତବ୍ୟରେ ପହଞ୍ଚେଇ ଦେବାର ପରମ ଆଚାର୍ଯ୍ୟ। ପ୍ରକୃତରେ ବହୁତ ସୁନ୍ଦର ଭାବେ, ତାଙ୍କର ବି ତ ବହୁତ କଥା ଅଛି, ସେ ବହୁତ ସୁନ୍ଦର ଭାବେ କହିଛନ୍ତି ଏଇ ସବୁ। ଯାହା ଆମର ସମସ୍ତଙ୍କର ତ ଏଇ ଗୋଟିଏ ପଥ, ସେଇ ଯୁଗ ପୁରୁଷୋତ୍ତମ ଶ୍ରୀ ଠାକୁରଙ୍କର ଆଦେଶ ନିର୍ଦ୍ଦେଶ ଓ ଆଦର୍ଶକୁ ଅନୁସରଣ କରିବା ହଉଛି, ଆଉ ତାଙ୍କର ମଙ୍ଗଳର ଅଧିକାରୀ ହେବା, ସମସ୍ତେ ଇଷ୍ଟମୁଖୀ ହେବା, ଏଇଟା ହିଁ ଆମର ମାନେ ପ୍ରଥୟ। ଆଉ କଣ, ଆଜି ସେଇ ପରମ ପୂଜ୍ୟବାଦ ଆଚାର୍ଯ୍ୟ ଶ୍ରୀ ଦାଦାଙ୍କର ମାନେ ଆଶୀର୍ବାଦ କରିଛନ୍ତି ଯୋଉ 3.5 କୋଟି ଦୀକ୍ଷାର ଆୟୋଜନ କରିବାକୁ, ସେତେବେଳେ ଆମେ ସମସ୍ତେ, ସେ ଯେତେବେଳେ ଆଶୀର୍ବାଦ କରିଛନ୍ତି ସେତେବେଳେ ନିଶ୍ଚୟ ହବ, ହେଇ ରହିଛି। କିନ୍ତୁ ତଥାପି ଆମେ ମା ମାନେ ସମସ୍ତେ ଏଥିରେ ସମସ୍ତେ ଏକ ହୋଇ ଗୋଟିଏ ଗୋଟିଏ ଦୀକ୍ଷାର ଯଦି ବ୍ୟବସ୍ଥା, ତେବେ ଆମର ମଧ୍ୟ ମଙ୍ଗଳ ହେବ, ଆମେ ମଧ୍ୟ ତାଙ୍କ ଇଚ୍ଛା ପୂରଣ କରିପାରିବା।
ଆଜି ପରମ ପିତାଙ୍କ ଚରଣରେ ଶିଷ୍ୟ ଆଚାର୍ଯ୍ୟ ଦେବଙ୍କର ଦାଦାଙ୍କର ମଙ୍ଗଳ କାମନା କରୁଛି। ସେ ସୁସ୍ଥ ରୁହନ୍ତୁ ଆଉ ଆପଣ ମାନଙ୍କର ମଧ୍ୟ ମଙ୍ଗଳ କାମନା କରୁଛି। ଜୟ ଗୁରୁ। ଜୟ ଗୁରୁ। খুব সুন্দর মেলুদি, খুব সুন্দর আলোচনা। ବାସ୍ତବ ଅନୁଭୂତି ପ୍ରକୃତରେ ଦାଦାଙ୍କ ସାଙ୍ଗରେ ଶିଶି ବରଦାଙ୍କର ଯୋଉ ଦିବ୍ୟ ଅନୁଭୂତି ଏତେ ସୁନ୍ଦର ଭାବରେ ଅମୃତର ବର୍ଷଣ ସେଥିରେ ପୁରା ମାନେ ସେଥିରେ ମତେ ଲାଗୁଥିଲା ଯେମିତି ମୁଁ ଦେଓଘରରେ ହିଁ ବସିଛି। ଖୁବ ସୁନ୍ଦର ଆଲୋଚନା ଦିଦି। ତେଣୁ ଆପଣଙ୍କର ଏବଂ ଆପଣଙ୍କର ସମସ୍ତ ଜୟ ଗୁରୁ। ପରିବାରଙ୍କର ଇଷ୍ଟପିତ ଜୀବନ ଆମେ ସମସ୍ତେ ପ୍ରାର୍ଥନା କରୁଛୁ। ବାସ୍ତବିକ ଆଜି ଆମେ ଯୋଉଠି ପହଞ୍ଚିଛେ ମାନେ ଶିଶି ବରଦା ଶିଶି ଠାକୁର ଯୋଉଟା ଚାହିଁଥିଲେ ଯେ ଜଣେ ମଣିଷ ଯେତେବେଳେ ତାର ଇଷ୍ଟଙ୍କୁ ଧରେ ଏବଂ ସେ କେମିତି ଭାବରେ ତାର ବ୍ୟକ୍ତିତ୍ବ କେମିତି ବିକାଶ ହୁଏ ଠାକୁରଙ୍କର ଯେ ସନ୍ ବାଇ କଲଚର ଇଷ୍ଟିକୃତ ଜୀବନ ଯାହାକୁ କୁହାଯାଏ କ୍ରିଷ୍ଟି ଜାତ ସନ୍ତାନ ତାଙ୍କର ଯୋଉ ସେଇଟା ଯେ କେମିତି ସେ ବହନ କରିଥିଲେ ତାର ବହୁତ ବହୁତ ଉଦାହରଣ ଅଛି। ଜୀବନ ତ ସତ୍ୟାଂଶ ଖାଲିଟାରେ କୁହାଯାଏନି, ପ୍ରତ୍ୟେକଟି ବାକ୍ୟ ତାଙ୍କ ଭିତରେ ଚରିତ୍ରାୟିତ। ଏଇ ପ୍ରସଙ୍ଗରେ ମୋର ଗୋଟେ ଛୋଟିଆ କଥା କହିକି ମୋର ବକ୍ତବ୍ୟ ଶେଷ କରିବି। ମାନେ କେମିତି ଭାବରେ ଜଣେ ଭକ୍ତ କେମିତି ଭାବରେ ଅନ୍ଧ ଭାବରେ ମାନେ ତାର ଇଷ୍ଟଙ୍କୁ ଧରି ପାରେ ସେ ବରଦାଙ୍କ ଜୀବନରେ ଗୋଟେ ଛୋଟିଆ କାହାଣୀ। ସେଦିନ ହଠାତ୍ ଠାକୁର ବସିଛନ୍ତି, ହଠାତ୍ ତାଙ୍କର କଣ ଇଚ୍ଛା ହୁଏ କହନ୍ତି ମୁଁ ବର୍ତ୍ତମାନ ଯିବି ପାବନା ଯିବି କିମ୍ବା ପାବନା ଯିବା ପାଇଁ ସେ ଅଳି କରନ୍ତି। ସେତେବେଳେ ଠାକୁରଙ୍କର ପ୍ରାପ୍ତ ବୟସ୍କ। ସମସ୍ତେ ଆଶ୍ଚର୍ଯ୍ୟ କଲେ ଠାକୁର ଆପଣ କେମିତି ଯିବେ, ବର୍ତ୍ତମାନ ତ ସେଟା ତ ବାଂଲାଦେଶରେ ଅଛି ସେଥିପାଇଁ ଭିସା ଦରକାର, ପାସପୋର୍ଟ ଦରକାର। ସେ ଠାକୁର କିନ୍ତୁ ଛୋଟ ଛୁଆଙ୍କ ଭଳିଆ ଅଳି କରି ଚାଲିଛନ୍ତି, ତାହେଲେ ମୁଁ ବର୍ତ୍ତମାନ ହିଁ ପାବନା ଯିବି। ସେଠୁ ସମସ୍ତେ କହନ୍ତି କଣ କରାଯିବ ଠାକୁରଙ୍କୁ କେମିତି ବୁଝା ହବ। ସେଠୁ ସାଙ୍ଗେ ସାଙ୍ଗେ ଯାଇକି ବରଦାଙ୍କୁ କହିଛନ୍ତି, ବରଦା ସାଙ୍ଗେ ସାଙ୍ଗେ ଆସିଛନ୍ତି। ସେ ବରଦାଙ୍କୁ ଦେଖିକି କହୁଛନ୍ତି ବଡ ଖୋକା আমি এক্ষুনি পাবনা যেতে চাই। তখন ସାଙ୍ଗେ ସାଙ୍ଗେ ଠାକୁର ଶିଶି ବରଦା କହୁଛନ୍ତି ଆଗେ ଆଜ୍ଞା ହଁ ମୁଁ ସାଙ୍ଗେ ସାଙ୍ଗେ ଗାଡି ବାହାର କରୁଛି ଆମେ ଯିବା। ସାଙ୍ଗେ ସାଙ୍ଗେ ଗାଡି ନେଇକି ଆସନ୍ତି, ଶିଶି ଠାକୁର ବସନ୍ତି। ବସିକି ବରଦା ବସିଛନ୍ତି ସାଙ୍ଗରେ ଯାଇକି ବରଦା ରାସ୍ତାରେ ଚାଲିଛନ୍ତି। ହଠାତ୍ କିଛି ଦୂର ଗଲା ପରେ ଠାକୁର କହୁଛନ୍ତି ନାଇଁ ବର୍ତ୍ତମାନ ମୁଁ ଯିବିନି ଚାଲ ଫେରିଯିବା। ପୁଣି ବରଦା ଫେରି ଆସନ୍ତି, ଠାକୁର ସେଠି ବସନ୍ତି। ପୁଣି ଠାକୁର ଖୁସି ମନରେ ତାଙ୍କର ପାର୍ଲାରେ ବସିଛନ୍ତି। ଏଇ ଯୋଉ ଲୀଳା, ଏଇ ଲୀଳାଟା ଗୋଟେ ଆଶ୍ଚର୍ଯ୍ୟ ରକମର ଗୋଟେ ମାନେ ତାର ବ୍ୟକ୍ତ କଲା। କଣ ପଚରା ହେଲା ଶିଶି ବରଦାଙ୍କୁ ଯେ ଆପଣ ତ ଜାଣିଥିଲେ ଯେ ବର୍ତ୍ତମାନ ଠାକୁର ଯେ ଚାହୁଁଛନ୍ତି ପାବନା ଯିବା ପାଇଁ, ସତରେ କଣ ପାବନା ଯାଇ ହବ? ପାବନା ଯିବା ପାଇଁ ପାସପୋର୍ଟ ଦରକାର, ଭିସା ଦରକାର, ଆପଣ କେମିତି? କହିଲେ ମୋର ବାବା ହଉଛନ୍ତି ପୁରୁଷୋତ୍ତମ। ପୁରୁଷୋତ୍ତମ ଯଦି ଚାହିଁଛନ୍ତି ସେ କଣ ଜାଣନ୍ତିନି ଯେ ବାଂଲାଦେଶ ଯିବା ପାଇଁ ଭିସା ଦରକାର, ପାସପୋର୍ଟ ଦରକାର? ମତେ କହିବାର କି ପ୍ରୟୋଜନ, ସେ ତ ସବୁ ଜାଣନ୍ତି। ସେ ଯଦି ଚାହିଁଛନ୍ତି ସେ ଯିବେ, ତାମାନେ ସେ ଯିବେ। ଦେଖନ୍ତୁ ମାନେ କେତେ କେମିତି ଭାବରେ ଜଣେ ଭକ୍ତ ତାର ଇଷ୍ଟଙ୍କୁ ତାର ଜୀବନରେ ଗ୍ରହଣ କରିପାରେ ତାର ଗୋଟେ ଜ୍ୱଳନ୍ତ ପ୍ରମାଣ। ମାନେ କେବଳ ଯେ ବରଦା ଯେ ମାନେ ଜାଗତିକ ଇଏରେ ସେ ଏତେ ମାନେ ସଚେଷ୍ଟ ଥିଲେ ତାହା ନୁହେଁ। ଶିଶି ବରଦା ଏମିତି ବି ଥିଲା, ଥରେ ଏଇଟା ମୁଁ କିଛି ଦିନ ତଳେ ଗୋଟେ ଇଏ ଆର୍ଟିକଲ ପଢୁଥିଲି, ଏବେ ବି ଅଛନ୍ତି ସେ ମା ବିଣ୍ଟୁ ତାଙ୍କ ଆମର ପୂଜନୀୟ ଟିଙ୍କୁ ତାଙ୍କ ମା ଆମର ଛୋଟ ବଉଦି ନାନୀ ଯିଏ ଅଛନ୍ତି, ସେ ତାଙ୍କ ଗୋଟେ ଲେଖାରେ ଲେଖୁଛନ୍ତି ଯେ ଥରେ ରାଙ୍ଗାମାଙ୍କର ହାତ ଭାଙ୍ଗିଥାଏ ଆଉ ତାଙ୍କୁ କୁହାଯାଏ ତାଙ୍କ ପାଖେ ଶୋଇବା ପାଇଁ। ତ ତାଙ୍କ ପାଖେ ସେ ରାତିରେ ଶୋଇଛନ୍ତି, ତ ରାତିରେ ହଠାତ୍ ରାଙ୍ଗା ବୋଧେ ଡାକିଛନ୍ତି, ତେଣୁ ସେ ଉଠିକିରି ସୁଇଚ ଟାକୁ ସେ ଅନ୍ କରିଛନ୍ତି। ସେତିକି ସୁଇଚ ର ଯୋଉ ଶବ୍ଦ ପାଖ ରୁମ ରେ ଶିଶି ବରଦା ବସିଛନ୍ତି। ବରଦା ଉଠି ଆସି କହୁଛନ୍ତି କଣ ହେଲା, କିଏ କଣ ଶବ୍ଦ ହେଲା? ସେଠୁ ସେ କୁହନ୍ତି ଯେ ନାଇଁ ବାବା ଆଉ ମୁଁ ଏଇଟା ସୁଇଚ ଟା ଅନ୍ କଲି ସେଇ ଶବ୍ଦଟା। ସେଠୁ କୁହନ୍ତି ଏତ ଜୋରେ ସୁଇଚ ନା ଅନ୍ କରତେ ନେଇ, ସୁଇଚରେ ତ ବ୍ୟଥା ଲାଗେ। ଚିନ୍ତା କରନ୍ତୁ ଗୋଟେ ନିର୍ଜୀବ ପଦାର୍ଥ ଗୋଟେ ସୁଇଚ ଅନ୍ ହବ, ସେଟା ବି କେତେ ସହଜ ଭାବରେ ସେ ବୁଝଉଛନ୍ତି ଯେ ସେଟା ତାର ବି ବ୍ୟଥା ଲାଗିପାରେ। ଏଇଟା ହଉଛି ପ୍ରକୃତରେ ଶିଶି ଠାକୁରଙ୍କୁ ଧରିଲେ ଠାକୁର ଯେମିତି ସେ ଘୋଡା ପିଠିରେ କୋଉଠି ଚାବୁକ ଠାକୁରଙ୍କ ଦେହରେ ଯୋଉ ଚାବୁକ ପଡିଥିଲା, ଏଇଟା କିନ୍ତୁ ବିଜ୍ଞାନ ବର୍ତ୍ତମାନ ରାଜି, ବିଜ୍ଞାନ ମାନିବାକୁ ବାଧ୍ୟ। ସେତିକି ଭାବରେ ଆମେ ଅନୁଭବ କରିପାରୁ, ଏଇଟା କିନ୍ତୁ ନିଜ ଭିତରେ ବି ଅନୁଭବ କରିହୁଏ। ତେଣୁ ଦେଖନ୍ତୁ ମାନେ କେମିତି ଭାବରେ ଠାକୁର ଆମ ସାମ୍ନାରେ ଶିଶି ବରଦାଙ୍କୁ ପୂଜନୀୟ ସେ ଆଚାର୍ଯ୍ୟ ଦେବଙ୍କୁ ପୂଜନୀୟ ବାବେଦଙ୍କୁ ଏଇ ଯୋଉ ଆଚାର୍ଯ୍ୟ ପରମ୍ପରା ଭିତରେ ଠାକୁର ଯୋଉ ରଖିଛନ୍ତି, ପ୍ରକୃତରେ ଏଇଗୁଡା କାରଣ ହଉଛି ଯେ ଆମେ ଠାକୁରଙ୍କୁ ଜୀବନ୍ତ ଭାବରେ ଅନୁଭବ କରିବା। ତେଣୁ ପ୍ରକୃତରେ ଆମେ ସତରେ ଭାଗ୍ୟବାନ, ଆମେ ଓଡିଶା ଅଛି ତ ମୁଁ ନିହାତି କହିବି ଭାଗ୍ୟବାନ। କାରଣ ଆମେ ସମସ୍ତେ ଶିଶି ବରଦା ଯେ ପୁରୀକୁ ଆଉ ଓଡିଶାକୁ ଏତେ ଭଲ ପାଉଥିଲେ, ସେ ସବୁବେଳେ କହୁଥିଲେ ମାନେ ଓଡିଶା ହଉଛି ମୋର ହାର୍ଟ ଆଣ୍ଡ ଲଙ୍ଗସ ବୋଲି। ଆଉ ସତରେ ସେଇଟା ସେ ତାଙ୍କର ଖାଲି କହିନାହାନ୍ତି, କରିକି ବି ଦେଖେଇଲେ। ସେଇଠି ସେ ଦେହ ବି ରଖିଲେ ପୁରୀରେ। ଦେଖନ୍ତୁ ସତରେ ଆମେ ଏତେ ପୁଣ୍ୟବାନ। ତେଣୁ ଏଇ ଅବସରରେ ମୁଁ ସମସ୍ତେ ଆମେ ସେଇ ଦିଦି ଯୋଉଟା କହୁଥିଲେ ପୂଜ୍ୟପାଦ ଦାଦାଙ୍କର ସେ ଯୋଉ ଆଶୀର୍ବାଦ 3.5 କୋଟି ଦୀକ୍ଷାର, ଏଇଟା ସମସ୍ତେ ମୁଣ୍ଡ ଭିତରେ ସଂକଳ୍ପ ନେଇ ସମସ୍ତେ ସେଇଥିରେ ଆମେ ସମସ୍ତେ ଆଗୁଆନ ହେବା ଏବଂ ସମସ୍ତେ ସଚେଷ୍ଟ ରହିବା। ତେଣୁ ଆଉ କିଛି ମୁଁ ଆଲୋଚନା କରୁନି। ଶେଷରେ ମୁଁ ସମସ୍ତଙ୍କର ଇଷ୍ଟପିତ ଜୀବନ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରେ ଏବଂ ବର୍ତ୍ତମାନ ମୁଁ ଛଡାଦାନ କରିବା ପାଇଁ
रायरंगपुर प्रीतिलता माँ को अनुरोध करी। प्रीतिलता माँ छड़ा गान कले परे मोर मन सुचित्मा माँ बोधे आउट हो जाइछन, जदि से नथिबे ताले तमे ध्वनि दे दो कहिके ए अनुष्ठान सांग करिवो। छड़ा गान। जय गुरु। उपस्थित समस्त को मोर जय गुरु। छड़ा गान विषय विविध। वन्दे पुरुषोत्तमम् वन्दे पुरुषोत्तमम् वन्दे पुरुषोत्तमम्। परम प्रेममय श्री श्री ठाकुर अनुकूल चंद्र जी की जय। परम प्रेममय श्री श्री ठाकुर अनुकूल चंद्र जी की जय। परम प्रेममय श्री श्री ठाकुर अनुकूल चंद्र जी की जय। सत्संग की जय। सत्संग की जय। सत्संग की जय। পিতায় শ্রদ্ধা মায়ের টান সেই ছেলে হয় সাম্যপ্রাণ। পিতায় শ্রদ্ধা মায়ের টান সেই ছেলে হয় সাম্যপ্রাণ। অন্যে বাঁচায় নিজে থাকে ধর্ম বলে জানিস তাকে। অন্যে বাঁচায় নিজে থাকে ধর্ম বলে জানিস তাকে। ধর্মে সবাই বাঁচে বাড়ে সম্প্রদায়টা ধর্ম নারে। ধর্মে সবাই বাঁচে বাড়ে সম্প্রদায়টা ধর্ম নারে। না ধরে প্রেরিত বর্তমান অন্ধতময় হয় প্রয়াণ। না ধরে প্রেরিত বর্তমান অন্ধতময় হয় প্রয়াণ। পিতায় শ্রদ্ধা মায়ের টান সেই ছেলে হয় সাম্যপ্রাণ। পিতায় শ্রদ্ধা মায়ের টান সেই ছেলে হয় সাম্যপ্রাণ। যজন যাজন ইষ্টভৃতি করলে কাটে মহাভীতি। যজন যাজন ইষ্টভৃতি করলে কাটে মহাভীতি। ইষ্ট নাই নেতা যেই জমের দলাল কিন্তু সে। ইষ্ট নাই নেতা যেই জমের দলাল কিন্তু সে। একাদেশে চলে যারা তাদের নিয়েই সমাজ গড়া। একাদেশে চলে যারা তাদের নিয়েই সমাজ গড়া। আর্য স্থান পিতৃস্থান উচ্চ সবার পূজ্যমান। আর্য স্থান পিতৃস্থান উচ্চ সবার পূজ্যমান। পিতায় শ্রদ্ধা মায়ের টান সেই ছেলে হয় সাম্যপ্রাণ। পিতায় শ্রদ্ধা মায়ের টান সেই ছেলে হয় সাম্যপ্রাণ। মাতৃভক্তি অটুট যত সেই ছেলে হয় কৃতি তত। মানুষ আপন টাকা পর যত পারিস মানুষ ধর। মাতৃভক্তি অটুট যত সেই ছেলে হয় কৃতি তত। মানুষ আপন টাকা পর যত পারিস মানুষ ধর। মাতৃভক্তি অটুট যত সেই ছেলে হয় কৃতি তত। মানুষ আপন টাকা পর যত পারিস মানুষ ধর। শিক্ষকের নাই স্টেটাস কে জাগাবে ছাত্র প্রাণ। শিক্ষকের নাই স্টেটাস কে জাগাবে ছাত্র প্রাণ। পিতায় শ্রদ্ধা মায়ের টান সেই ছেলে হয় সাম্যপ্রাণ। পিতায় শ্রদ্ধা মায়ের টান সেই ছেলে হয় সাম্যপ্রাণ। সাম্যপ্রাণ সাম্যপ্রাণ সাম্যপ্রাণ। वन्दे पुरुषोत्तमम् वन्दे पुरुषोत्तमम् वन्दे पुरुषोत्तमम्। परम प्रेममय श्री श्री ठाकुर अनुकूल चंद्र जी की जय। परम प्रेममय श्री श्री ठाकुर अनुकूल चंद्र जी की जय। परम प्रेममय श्री श्री ठाकुर अनुकूल चंद्र जी की जय। परमाराध्या जगत जननी श्री श्री बड़मा की जय। परमाराध्या जगत जननी श्री श्री बड़मा की जय।
परमाराध्या जगत जननी श्री श्री बड़मा की जय। परम पूज्यपाद जुगाचार्य देव श्री श्री बड़दा की जय। परम पूज्यपाद जुगाचार्य देव श्री श्री बड़दा की जय। परम पूज्यपाद जुगाचार्य देव श्री श्री बड़दा की जय। प्रधानाचार्य देव श्री श्री दादा की जय। प्रधानाचार्य देव श्री श्री दादा की जय। प्रधानाचार्य देव श्री श्री दादा की जय। सत्संग की जय। सत्संग की जय। मातृ सम्मेलनी की जय। मातृ सम्मेलनी की जय। वंदे पुरुषोत्तमं वंदे आर्य पितॄन् वंदे मातृवर्गान् वंदे अहं कृष्णदैवतं वंदे पुरुषोत्तमं वंदे पुरुषोत्तमं वंदे पुरुषोत्तमं। परम प्रेममय श्री श्री ठाकुर अनुकूल चंद्र जी की जय। जय गुरु समस्त को जय गुरु। जय गुरु समस्त जय गुरु। ସମସ୍ତଙ୍କୁ ଜୟ ଗୁରୁ। ବେଲୁଦି ଜୟ ଗୁରୁ। ଜୟ ଗୁରୁ ଟୁକୁ ଜୟ ଗୁରୁ ସୁନୁ ଜୟ ଗୁରୁ। ସମସ୍ତଙ୍କୁ ଜୟ ଗୁରୁ। খুব ভালো जय गुरु খুব ভালো পিতা। হয়েছে আলোচনা, খুব ভালো জয় আলোচনা হয়েছে। বড় বৌদি ঠিক বোধে আছে তোর আছে, সাথে বড় পরে বৌদি হ্যাঁ ঠিক আছে, বড় বৌদি বোধে আছে, টুটুর তো অপর্ণা সর্দাস দেখছি। বৌদি জয় গুরু। ও আচ্ছা জয় গুরু বৌদি। অপর্ণা জয় দাস তো গুরু। দেখছি তো। টুটু খুলতে পারিস আচ্ছা একটু, এটা অন কর একটু অডিওটা। জয় গুরু, সবাইকে জয় গুরু। জয় গুরু জয় গুরু। হ্যাঁ সবাইকে জয় গুরু। খুকুবতীও আছে, জয় গুরু। ও আচ্ছা সবাইকে জয় গুরু। জয় গুরু টুকু বৌদি জয় গুরু সবাইকে জয় গুরু। ঠিক আছে তোকে জয় গুরু। রাত্রে ফোন করছি। হ্যাঁ হ্যাঁ জয় গুরু ঠিক জয় আছে গুরু। ঠিক আছে, জয় গুরু সবাইকে হ্যাঁ জয় গুরু, জয় গুরু যোଉମାନେ জয় পেয়েছেন গুরু ସମସ୍ତଙ୍କୁ সবাই।